ପ୍ରଜାମାନଙ୍କୁ ସୁଦର୍ଶନ ପ୍ରଭୁ ସୁନ୍ଦର ପ୍ରଭୁ ଦେଇଛନ୍ତି ତାଙ୍କ ସେବା କାର୍ଯ୍ୟ କରିବା ପାଇଁ ଦୀର୍ଘ 3 ଦିନ ହେଲାଣି ପ୍ରଭୁଙ୍କ ଦାସଙ୍କ ଦ୍ୱାରା ରାଜାମାନେ ପ୍ରତ୍ୟେକ ପ୍ରଭୁଙ୍କ ବାର୍ତ୍ତା ରାଜାମାନେ ଶୁଣି ଆସୁଅଛୁ ଆତ୍ମା ସତ୍ୟରେ ଉପାସନା କରୁଛୁ ସତ ବାଟ ଗୁଡ଼ିକ ମାନେ ଆଉ ଶୁଣୁଛୁ ଆଜି ମାନେ ତାଙ୍କର ଉପସ୍ଥିତି ମାନେ ପ୍ରତ୍ୟେକ ଅନୁଭବ କରୁଛୁ ଆଉ ପ୍ରଜାମାନଙ୍କୁ ପ୍ରେମ କରି ଆଜି ସୁଦୂର କଟକରୁ ପ୍ରଭୁଙ୍କ ଦାସ ପାଷ୍ଟର ବେଞ୍ଜାମିନ ମେହରାଙ୍କୁ ଆଜି ପ୍ରଭୁ ଆମଙ୍କ ଗହଳ ମଧ୍ୟରେ ପ୍ରଭୁ ଉପସ୍ଥିତ ପ୍ରଭୁ କରିଛନ୍ତି ପ୍ରଭୁଙ୍କ ରାଜ୍ୟ ନିମନ୍ତେ ଯଜ୍ଞ ପ୍ରସ୍ତୁତ ହେବା ପାଇଁ ସେଥିପାଇଁ ପ୍ରଭୁଙ୍କ ନାମକୁ ବିଶେଷ ଧନ୍ୟବାଦ ଆସନ୍ତୁ ଆମେ ପ୍ରତ୍ୟେକ ଭୟ ଭକ୍ତି ସହକାରେ ପ୍ରଭୁଙ୍କ ସେବା କାର୍ଯ୍ୟ କରିବା ପ୍ରଭୁଙ୍କ ଗୌରବ କରିବା ପ୍ରଭୁଙ୍କ ସ୍ମରଣ କରିବା ପ୍ରଭୁଙ୍କ ସ୍ତୁତିବାଦ କରିବା ଓ ତାଙ୍କର ଉପସ୍ଥିତିକୁ ଅନୁଭବ କରିବା କାରଣ ପ୍ରଭୁ ବାକ୍ୟ ଦ୍ୱାରା ପ୍ରଭୁ କଥା କହିଲେ ଯେଉଁ ସ୍ଥାନରେ 2 ବା 3 ଜଣ ମୋ ନାମରେ ଏକତ୍ର ମୁଁ ସେ ସ୍ଥାନରେ ସେମାନଙ୍କ ମଧ୍ୟରେ ମୁଁ ଉପସ୍ଥିତ ବୋଲି ପ୍ରଭୁ କହିଲେ ଆଜି ମାନେ ପ୍ରତ୍ୟେକ ଚକ୍ଷୁ ବନ୍ଦ କରିବା ପ୍ରଭୁଙ୍କର ଉପସ୍ଥିତିକୁ ଅନୁଭବ କରିବା ପ୍ରଭୁଙ୍କର ଉପସ୍ଥିତି ଏହି ସ୍ଥାନ ମଧ୍ୟରେ ଅଛି ଯେଉଁ ସ୍ଥାନରେ ପ୍ରଭୁଙ୍କର ଉପସ୍ଥିତି ଥାଏ ସେ ସ୍ଥାନରେ ବାସ୍ତବିକ ଭାବରେ ପ୍ରଭୁଙ୍କ ଆଶୀର୍ବାଦ ଥାଏ ନା ଦୁଃଖ ଥାଏ ନା ଯନ୍ତ୍ରଣା ଥାଏ ନା କଷ୍ଟ ଥାଏ ନା ଅଭାବ ଥାଏ ନା ସମସ୍ୟା ଥାଏ ନା ରୋଗ ଥାଏ ନା ଦୁଃଖ ଥାଏ କିଛି ନଥାଏ କିନ୍ତୁ ପ୍ରଭୁଙ୍କର ଉପସ୍ଥିତି ଥାଏ ପ୍ରଭୁ ଆଜି ଆମମାନଙ୍କ ଜୀବନରେ ଏକ ବିଶେଷ କାର୍ଯ୍ୟ ପ୍ରଭୁ ସାଧନା କରିବା ପାଇଁ ପ୍ରଭୁ ଚାହୁଁଛନ୍ତି ଯେପରି କର୍ଣ୍ଣେଲିୟ କହିଲେ ପିତରଙ୍କୁ ଆଉ ଆପଣ ଆସିଛନ୍ତି ଆଉ ଭଲ କରିଛନ୍ତି ଆମମାନଙ୍କ ଗୃହ ମଧ୍ୟରେ କାରଣ ତୁମେ ଯେ ସମସ୍ତ କଥା କହିବ ଆଉ ଆମେ ପରିତ୍ରାଣ ପ୍ରାପ୍ତ ହେବୁ ପିତରଙ୍କୁ କୁହାଗଲା ଆଉ କର୍ଣ୍ଣେଲିୟଙ୍କୁ ମଧ୍ୟ କୁହାଗଲା ପିତର ଯେ ସମସ୍ତ କଥା କହିବେ ତୁମର ସପରିବାର ପରିତ୍ରାଣ ପାଇବେ ଆଜି ଆମମାନଙ୍କ ଜୀବନରେ ଏକ ବିଶେଷ ଗୁଣାବିଷ ଥିବ ଆଉ ସେ ଗୁଣାବିଷକୁ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରଭୁ ଆମମାନଙ୍କୁ ବାକ୍ୟ ଦ୍ୱାରା ଆଜି ଆମମାନଙ୍କୁ ପ୍ରତ୍ୟେକଙ୍କୁ ପ୍ରସ୍ତୁତ କରୁଛନ୍ତି ପ୍ରଭୁ ବାକ୍ୟ ଦ୍ୱାରା ଆଜି ଆମମାନଙ୍କୁ ପ୍ରତ୍ୟେକଙ୍କୁ ପ୍ରସ୍ତୁତ କରୁଛନ୍ତି ସେଥିପାଇଁ ପ୍ରଭୁଙ୍କ ନାମକୁ ବିଶେଷ ଧନ୍ୟବାଦ ଯେ ଆଜି ମାନେ ପ୍ରତ୍ୟେକ ଯଜ୍ଞ ପ୍ରସ୍ତୁତ ହୋଇ ପ୍ରଭୁଙ୍କ ସେବା କାର୍ଯ୍ୟ କରିବା ପ୍ରଭୁଙ୍କର ସନ୍ତୋଷଜନକ ଉପାସନା କରିବା ପ୍ରଭୁଙ୍କ ଯୁକ୍ତିଯୁକ୍ତ ଉପାସନା କରିବା ଏହା ପ୍ରଭୁ ଆମମାନଙ୍କ ଜୀବନରେ ଚାହୁଁଛନ୍ତି ସମ୍ପୂର୍ଣ୍ଣ ମନ ପ୍ରାଣ ଆତ୍ମା ପ୍ରଭୁଙ୍କ ସମର୍ପଣ କରନ୍ତୁ ଆଉ ଭୟଭକ୍ତି ସହକାରେ ପ୍ରଭୁଙ୍କ ସେବା କାର୍ଯ୍ୟ କରନ୍ତୁ ଆସନ୍ତୁ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେବା ହାଲେଲୁୟା 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 Praise the Lord, 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 praise the Lord. प्रभु तुम्हारे नाम को धन्यवाद करती हूँ, प्रशंसा करती हूँ, महिमा करती हूँ, गौरवान्वित करती हूँ. हालेलुया, 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 हालेलुया. सब गौरव तुम्हें पाओ, सब प्रशंसा तुम्हें पाओ, सब महिमा तुम्हें पाओ प्रभु. हालेलुया. आज हमारे के मध्य विराजमान हो प्रभु. हालेलुया. विद्यमान हो प्रभु. हालेलुया. प्रत्येक का जीवन में कभी से आशीर्वाद परिपूर्ण करो प्रभु. हालेलुया. कोसी लगा विश्वास करना उठान तो पूर्ण हस्तर प्रत्येक को उठान. हालेलुया. उर्राबा शखलरबा पुरीबिला. आज सेवा कार्य को प्रभु तुम हस्तर समर्पण करो. आज सेवा कार्य को एक विशेष सेवा कार्य करो प्रभु. हालेलुया. खुदारा बशमाला मारियारा बाबा. ओरी मेरे बशमाला मारियारा बाबा. ओ प्रभु तुम्हें परम धन्य है जगत का सम्राट. तुम्हें हमारे गंगा तुम्हें धरती निवासी आको. कान को नाम सिमरता देखिनाई. कि बात जी पर नहीं. अति भयंकर परमेश्वर का प्रभु. तुम्हें जरा जमान का राजा प्रभु का प्रभु. हालेलुया. 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 तुम प्रभु तुम चंद्र करे. तुम करे. ए नाम लिखित अछि. राजा मन का राजा प्रभु का प्रभु. हालेलुया. थैंक यू जीसस. थैंक यू फादर. थैंक यू होली स्पिरिट. हालेलुया. उजाबा शखलरबा कुरीबिरी बनाबा. होली 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 होली. धन्यवाद यीशु. धन्यवाद यीशु. धन्यवाद यीशु. सब गौरव पाओ, सब प्रशंसा पाओ, सब महिमा पाओ. आत्मा सत्य उपासना के भाई हमारे तुम्हें साथ कर. हालेलुया. धन्यवाद यीशु. धन्यवाद यीशु. धन्यवाद यीशु. धन्यवाद यीशु. आप भाई मेरा गौरव करने
পবিত্র আত্মার উপস্থিতি হোক। হালেলুয়া 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 হালেলুয়া। প্রেজ দ্য লর্ড, 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 প্রেজ দ্য লর্ড। Ocean Almighty God. Hallelujah. पवित्र मजलमृत जीवित परमेश्वर प्रभु तुम्हारा नाम प्रभु धन्यवाद करछु, प्रशंसा करछु, महिमान्वित करछु, गौरवान्वित करछु। आज समझ मते सुजन मते प्रभु तुम्हारा धन्यवाद करछु। Thank you, Jesus. हालेलुया। तुम्हें स्तुति पूजा प्रशंसा आराधना आया प्रभु, तुम्हें केवल जगवंत परमेश्वर का प्रभु। ओ प्रभु आत्मा सत्य उपासना करा पाए तो मन तुम्हें साथ करो प्रभु। ओ प्रभु पवित्र आत्मा रे परिपूर्ण होई गीत स्रोत आध्यात्मिक संकीर्तन द्वारा परस्पर उत्साहित सहित वो सवा ठाकुर जी भगवान तुम्हें साथ करो प्रभु। हालेलुया। आत्मा करो गमना करो पवित्र आत्मा रे उपस्थिति हो प्राप्त करके तुम्हें स्पर्श करो प्रभु। हालेलुया। Praise the Lord. Thank you Jesus. Thank you Father. Hallelujah. धन्यवाद यीशु, धन्यवाद 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 धन्यवाद। समस्त शैतान कार्य विनाश प्रभु आज समाधान करो। विशुद्ध आत्मा से निजाओ प्रभु। हालेलुया। ओ प्रभु आत्मा कार्य बोलो में सानिध्य हो प्रभु। हालेलुया। Praise the Lord. Thank you Jesus. Thank you Lord. धन्यवाद यीशु। तुम गौरव पाओ, तुम प्रशंसा पाओ, सो महिमा तुम्हारी हो। प्रार्थना सुन धन्यवाद यीशु के नाम रे निवेदन करू छी। आमेन। Amen. Praise the Lord. Hallelujah. Hallelujah. हे सटोल देश प्रभुका उद्देश्य रे आनंद ध्वनि कर। हे सटोल देश प्रभुका उद्देश्य रे आनंद ध्वनि कर।
ईशु तो है महान, तेरी जय जयकारी हो। ईशु तो है महान, तेरी जय जयकारी हो। ओ तेरी जय जयकारी, हालेलुया, तेरी जय Hallelujah.
संसारंतु प्रभुके महिमांतु प्रभुके उपस्थित करो के আমাদের সাহায্য हालेलुया Glory to your name, Almighty God. Hallelujah, 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 hallelujah. Praise the Lord, hallelujah. উচ্চ জনে শিখনো রহে, আত্মারে উত্তমকে বাঁচার সাহায্য Hallelujah, praise the Lord. জনে আত্মা, প্রত্যেককে ধ্যাসা করো। Hallelujah, hallelujah, hallelujah. ও প্রভুকে আনন্দ করো। আত্মা সত্যের উপাসনা করো। সর্বদা আনন্দ করো। প্রত্যেককে আনন্দ করো। Hallelujah. পবিত্র সাংকড়ে মানে প্রত্যেককে আনন্দ করবা। Hallelujah. तुम्हें दे मन को जीवन पहुंचाओ शांति। Hallelujah. 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 Praise the Lord. 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 Pura bara bara shabara bara. Pura bara bara shabara bara bara. Mudiri bara bara shabara bara bara. Hallelujah. 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 Thank you.
प्रभुଙ୍କର ଉପସ୍ଥିତିକୁ ଅନୁଭବ କରିବା ହାଲେଲୁୟା ପ୍ରଭୁଙ୍କର ଆତ୍ମା ସ୍ଥାନ ବଦଳି କେବଳ କରୁଛନ୍ତି ହାଲେଲୁୟା ପ୍ରଭୁ କହିଲେ ଯେଉଁ ସ୍ଥାନ 2 କିମ୍ବା 3 ଜଣ ମନାବନା ପ୍ରଭୁ ସେ ସ୍ଥାନ ସେମାନଙ୍କ ମଧ୍ୟରେ ହାଲେଲୁୟା କାରଣ ପ୍ରଭୁ ଆତ୍ମା ଅଟନ୍ତି ଯେଉଁଠାରେ ପ୍ରଭୁଙ୍କର ଆତ୍ମା সেই স্থানের স্বাধীনতা আজি সেই স্বাধীনতা প্রভু আজ আমাকে প্রভু দিয়েছেন সমস্ত পাপরু সমস্ত বন্ধনরু সমস্ত কষ্টরু সমস্ত ভয়রু আজ আমাকে আত্মাଙ୍କ দ্বারা প্রভু স্বাধীনতা দিয়েছেন তা প্রার্থনা দ্বারা নয় কিংবা বড় দ্বারা নয় কিন্তু আমার আত্মাଙ୍କ দ্বারা या संगति प्रति श्राप कहती हालेलुया प्रेज थैंक यू जीसस थैंक यू लॉर्ड यीशु मसीह भरोसा मेरा तू ही सहारा है मेरा मुश्किल समय में तू ही दिलासा साथ रहेगा तू सदा करना भलाई तेरी सारा रहेगी मुझ पर तेरी विश्वास क्यों जोता देखूंगा मैं उम्र भर मैं हाथ उठाकर जाऊंगा रसूल वो तेरा नाम है ओ मैं हाथ उठाकर जाऊंगा यीशु तेरा नाम है ओ आदर और महिमा हो तेरी पूरी हो तेरी मर्जी तेरा इरादा तू है हमारा खुदा मैं जो जाऊंगा जो तेरा नाम है ओ जायतो हालेलुया मैं हाथ उठाकर जाऊंगा अति बोलतो बोलते काटते खंतुरे तो बोलतो तुमरो पास जोर बाके बजे करतो मैं हाथ उठाकर जाऊंगा यीशु तेरा नाम है ओ मैं हाथ उठाकर जाऊंगा यीशु तेरा नाम है ओ यीशु तेरा नाम है ओ हालेलुया पवित्र प्राकांत नित्य जीवित ईश्वर पुत्र प्रभु यीशु तुम्हें राजा मनकर राजा प्रभुंकर प्रभु सन्यासी सदा प्रभु यहोवा श्री इस्राएल गोष्ठीर विक्रमशाली परमेश्वर रक्त प्रिय युद्धवीर अति भयंकर ईश्वर ए शेष काल शेष समय जीवित परमेश्वर हस्त पड़ा भयंकर विषय अटे ये नीति जाग मृत मान मध्य उठ ख्रीष्ट तुमको आलोक देवे शुणा जाता वाक्य प्रति अधिक मनोयोगी हो जदि मनोरंजन हुए लक्ष्य थोड़ा भ्रष्ट हो नाम धन्यवाद तुम नाम धन्यवाद तुम नाम धन्यवाद ये शेष समय शेष काल अंतिम समय ओ प्रभु को सत्भक्त दास कटक को ओ प्रभु आनी आज जीवित सुंदर मंडली कुटीगुड़ा विश्वासी मान मध्य प्रभु तुम्हें व्यवहार करो तुम नाम धन्यवाद तुम नाम धन्यवाद तुम नाम धन्यवाद आज वो 3 दिन हमारे जाऊँ प्रभु के सेवा कार्य आरंभ कर प्रभु अनेक लोक मैंने प्रस्तुत अनेक लोक मैंने उत्साहित अनेक लोक मैंने तुम निकट जाऊँ आम पढ़ी प्रभु दुर्बल मात्र आज तुम दास वाक्य साक्षी उठाई आम सबलीकृत कर नाम धन्यवाद जो शब्द सुन पाई वो देखी ओ प्रभु गोटे जगह ओ प्रभु माछ गुड़िक अच्छी केतोटी माछ गुड़िक दुर्बल जगह जाऊँ केतक माछ गुड़िक मरिया अवस्था को जाऊँ केतक माछ गुड़ाक बहुत दुर्बल प्रभु तुम नाम धन्यवाद आम दुर्बल जीवन में प्रभु सबल करने तुम दास आम आनिल प्रभु प्रार्थना शुण आम को बल दियो शक्ति दियो
ପବିତ୍ରାତ୍ମାଙ୍କ ଶକ୍ତିରେ ପରିପୂର୍ଣ୍ଣ ହେବାକୁ ଦିଅ। ଆତ୍ମାଙ୍କ ସହାୟତାରେ ପ୍ରାର୍ଥନା କରିବାକୁ ଆଶୀର୍ବାଦ କର। ସମ୍ପୂର୍ଣ୍ଣ ତୋ ବାକ୍ୟକୁ ମାନିବା କରିବା ନିମନ୍ତେ ପ୍ରଭୁ ତୁମେ ସାହାଯ୍ୟ କର। ହାଲେଲୁୟା 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 ହାଲେଲୁୟା। ଆଜି ରାତ୍ରିର ପରିବେଶକୁ ତୁମେ ସ୍ୱତନ୍ତ୍ର ରାତ୍ରି କର। ଓ ପ୍ରଭୁ ତୁମ ଦାସକୁ ପ୍ରଭୁ ଶକ୍ତିଯୁକ୍ତ କର। ସୁନ୍ଦର ବାକ୍ୟ ଦେଇ ଆମକୁ ଉତ୍ସାହିତ କର। যে বাক্য କହିଲେ ସେ ବାକ୍ୟ ଆମେ ହୃଦୟକୁ ଗଭୀରରେ ଶୁଣିବୁ। ସେ ବାକ୍ୟ ଆମକୁ ସମ୍ପୂର୍ଣ୍ଣ ଆମର ପ୍ରଭୁ ଉତ୍ସାହିତ କରିବ। ସମ୍ପୂର୍ଣ୍ଣ ବିପଥରୁ ପ୍ରଭୁ ସୁପଥକୁ କଢାଇ ଆଣିବ। ଏଥି ନିମନ୍ତେ ପ୍ରଭୁ ଆମକୁ ଦୟା କର ଦୟା କର ଦୟା କର। ଆଜି ଅନେକ ମାନିଛି ପ୍ରଭୁ। ହାଲେଲୁୟା ହାଲେଲୁୟା। ଆଜି ଅନେକ ଲୋକମାନେ ଏଠାରେ ନାହାନ୍ତି ପ୍ରଭୁ। ସେମାନେ କେଉଁ ସ୍ଥାନରେ ଅଛନ୍ତି ସେମାନଙ୍କ କଥା କହ ପ୍ରଭୁ। ସେମାନଙ୍କ ଅନ୍ତରଣରେ କଥା ସେମାନଙ୍କୁ ଟାଣି ଆଣ। ବାକ୍ୟ ଶୁଣନ୍ତୁ। ଶୁଣାଯାଇଥିବା ବାକ୍ୟ ପ୍ରତି ଅଧିକ ମନୋଯୋଗୀ ହୁଅନ୍ତୁ। ଲକ୍ଷ୍ୟସ୍ଥଳ ଭ୍ରଷ୍ଟ କରନ୍ତୁ। ମନ ପରିବର୍ତ୍ତନ କରନ୍ତୁ। ଆପଣ ଆପଣଙ୍କୁ ପଥରୁ ଫେରନ୍ତୁ। ଆତ୍ମସତ୍ୟର କସରତ କରନ୍ତୁ। ପ୍ରଭୁ ଏଥିପାଇଁ ପ୍ରତ୍ୟେକଙ୍କ ନିକଟରେ ଆଶୀର୍ବାଦ ଦୃଷ୍ଟି ବର୍ଷା। ପବିତ୍ର ଆତ୍ମାଙ୍କ ଶକ୍ତିରେ ପ୍ରତ୍ୟେକଙ୍କୁ ପରିପୂର୍ଣ୍ଣ କର। ଛୋଟ ବଡ ବଡ ବୃଦ୍ଧ ବନିତା ସମସ୍ତେ ଯେଉଁ ମନ ନେଇ ପ୍ରଭୁ ତୁମ ଚରଣରେ ବସିଛନ୍ତି କାହାକୁ ଛାଡ଼ ନାହିଁ ପରିତ୍ୟାଗ କର ନାହିଁ। ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ଶକ୍ତିଯୁକ୍ତ କର। ପ୍ରତ୍ୟେକର ମନର ବାଞ୍ଛା ପୂର୍ଣ୍ଣ କର। ରିକ୍ତ ସ୍ତର ଆସି ପ୍ରଭୁ ପୂର୍ଣ୍ଣ ସ୍ତର ପ୍ରେରଣ କର। ତୁମ ନାମର ଧନ୍ୟବାଦ ତୁମ ନାମର ଧନ୍ୟବାଦ ତୁମ ନାମର ଧନ୍ୟବାଦ ତୁମ ନାମର ଧନ୍ୟବାଦ। ଯେତେ ଦିନ ପର୍ଯ୍ୟନ୍ତ ତୁମ ଦାସ ପର୍ଯ୍ୟନ୍ତ ତାଙ୍କର ସହବର୍ତ୍ତୀ ନିକଟରେ ପରମେଶ୍ୱର ତାଙ୍କ ପରିବାର ଦାୟିତ୍ୱ ତୁମ ନିଅ। ତାଙ୍କର ସ୍ୱାସ୍ଥ୍ୟ ଶରୀରର ସମସ୍ତ ଦାୟିତ୍ୱ ନିଅ। ଯାହା ପ୍ରୟୋଜନ ଆବଶ୍ୟକତା ତୁମେ ଯୋଡ଼ା। ଯେତେବେଳେ ତୁମ ଦାସଙ୍କୁ ତୁମ ଚନ୍ଦ୍ର ସମର୍ପଣ କରୁଛି ପ୍ରଭୁ ତାଙ୍କର ସମସ୍ତ ମନୋବାଞ୍ଛା ପୂର୍ଣ୍ଣ କର। ତାଙ୍କର ଉଦ୍ଦେଶ୍ୟ ସଫଳ କର। ସେ ଯାହା ଚାହାନ୍ତି ତାହା ତୁମେ ସଫଳ କର। ହାଲେଲୁୟା ପ୍ରେଜ୍ ଦ ଲର୍ଡ। ଧନ୍ୟବାଦ। ବାକ୍ୟ ବର୍ତ୍ତମାନ ଆମ ନିକଟକୁ ଆସୁଅଛି। ଆମେ ମନୋଯୋଗ ଦେଇ ବାକ୍ୟ ଶୁଣିବୁ। ଓ ରୋଗ ସୁସ୍ଥ ହବ। ଆମର ପାପ କ୍ଷମା ହବ। ଅଧର୍ମ ମାର୍ଜନା ହବ। ଶତ୍ରୁସ୍ଥାନ ଅସ୍ତ୍ର ମୁକ୍ତ ହବ। ସେ ବାକ୍ୟ ଆମକୁ ସେପରି ଭାବରେ ପ୍ରସ୍ତୁତ କରିବ। ପ୍ରାର୍ଥନା ଶୁଣିଲ ଧନ୍ୟବାଦ ଦେଇ ନାଜରେଥ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ନିବେଦନ କରୁଛି। Amen. ପ୍ରେଜ୍ ଦ ଲର୍ଡ। Praise the Lord. ପ୍ରତ୍ୟେକ ନିଜ ନିଜ ସ୍ଥାନରେ ବସି ଯାଆନ୍ତୁ। ବର୍ତ୍ତମାନ ବାକ୍ୟ ଶୁଣିବାର ସମୟ। ପ୍ରଭୁଙ୍କ ଦାସ ବାକ୍ୟ ପରିବେଷଣ କରିବେ। ଆମେ ସମସ୍ତ ମନୋଯୋଗ ଅନ୍ତର ସହିତ ପ୍ରଭୁଙ୍କର ବାକ୍ୟ ପ୍ରତି ମନୋଯୋଗୀ ହେବା। ବାକ୍ୟ ଶୁଣିବା। ବାକ୍ୟ ଶୁଣି ବାକ୍ୟ ଅନୁସାରେ ଜୀବନ କାଟିବାକୁ ଚେଷ୍ଟା କରିବା। ସମାଜ ମଧ୍ୟରେ ପ୍ରଭୁଙ୍କ ଶାସନ ଆଜି ଅନେକ ଲୋକମାନେ ସୁନ୍ଦର ସୌଭାଗ୍ୟତାରେ ବଞ୍ଚିତ ହେଉଛନ୍ତି। ଅଭିଜ୍ଞତା ବିଷୟ କିନ୍ତୁ ଲୋକମାନେ ନାହାନ୍ତି। ଏପଟେ ମନ ଦଉନାହାନ୍ତି। ସୌଭାଗ୍ୟ ଆପଣଙ୍କର ଇଚ୍ଛା ନାହିଁ। ଠିକ ଅଛି ଯାଏସେ ନାହିଁ। ପ୍ରଭୁ ଦେଖନ୍ତି ଜାଣନ୍ତି। ଯେତିକି ଦିନ ପର୍ଯ୍ୟନ୍ତ ପ୍ରଭୁ ଦାସ ରହିବେ এই ମନରେ ଆମ ଗୃହରେ ସେତିକି ଦିନ ପର୍ଯ୍ୟନ୍ତ ଏ ପ୍ରକାର ସେବା କାର୍ଯ୍ୟ ଜାରି ରହିବ। ଯଦି କେହି ପ୍ରଭୁ ପ୍ରତି ଭୟ ଅଛି ଭକ୍ତି ଅଛି ମନ ଅଛି ସେମାନେ ଆସିବେ ପ୍ରଭୁଙ୍କର ବାକ୍ୟ ଶୁଣି ଉତ୍ସାହିତ ହେଇ ଉପକୃତ ହେବେ। ପ୍ରଭୁଙ୍କ ମହାନାମ ଧନ୍ୟବାଦ। ଆଜି ଅନେକ ଲୋକମାନେ ଆଜି ସୌଭାଗ୍ୟତାର ବଞ୍ଚିତ ହେବାକୁ ଯାଇଛନ୍ତି। ତୁମ ନାମର ଧନ୍ୟବାଦ ତୁମ ନାମର ଧନ୍ୟବାଦ। ପ୍ରଭୁ ତୁମ ଦୟା କର। ପ୍ରତ୍ୟେକ ଲୋକ ଯେପରି ସୁନ୍ଦର ବାକ୍ୟ ଶୁଣି ମନୋଯୋଗର ସହିତ ବାକ୍ୟ ଗ୍ରହଣ କରି ବାକ୍ୟ ଅନୁସାରେ ଜୀବନ କାଟିବେ। ଏଥିପାଇଁ ଆଜିର ପରିବେଶ ପ୍ରାକୃତିକ ପରିବେଶରେ ଘନତା କରି ପ୍ରତ୍ୟେକକୁ ଉତ୍ସାହିତ କର। ପ୍ରତ୍ୟେକର ମନ ଆତ୍ମା ଶରୀରକୁ ବଦଳାଇ କର। ଯାହା ମୁଁ ପୁନର୍ବାର ନିବେଦନ କରୁଛି ପ୍ରଭୁ ଏଟା ପ୍ରଭୁଙ୍କ ଦାସକୁ ମଦତ କରିବି। ଆମକୁ ବାକ୍ୟ କହି ଉତ୍ସାହିତ କରିବେ ଏବଂ এই ভাবনার জন্য সমস্ত পরিবেশ বিশ্বাসী ছোট বড় রোগাগ্রস্ত সমস্ত প্রার্থনা করি। প্রেজ দ্য লর্ড। স্কুল নাই ହେଲା ସ୍କୁଲ କର ନା ଭଲରେ ବସ ତାହେଲେ ଧୀରେ ଉଠିକି ଜାଗାନ୍ତୁ ଖେଳିବ ପଛ ପଛ ହବ ନାହିଁ ମାନେ ଜାଗାନ୍ତୁ ଖେଳେ ବସ এই Praise the Lord. Hallelujah. ପ୍ରଭୁଙ୍କର ଧନ୍ୟବାଦ କରୁଛି ଆଜିର ଏ ବିଶେଷ ସୁଯୋଗ ନିମନ୍ତେ ମଧ୍ୟ ଆମେ ସମସ୍ତେ ପ୍ରଭୁଙ୍କର ଉପସ୍ଥିତିରେ ଅଛୁ। ବାଇବେଲରେ ଲେଖା ଅଛି
जो मैंने ईश्वर निकटवर्ती हमें ईश्वर से निकटवर्ती हम तेणु आज प्रभु आम निकटवर्ती से केवल से स्वर्ग नहांती मात्र आम मध्य सुधा अच्छा आम को प्रेम कर अनेक मध्य आम को परिचय आम सत्य जाचु से सत्य आम को मुक्त कर विशेषकर पवित्र आत्मा सौभाग्य आम को पवित्र आत्मा को आम ग्रहण करूँ पवित्र आत्मा परिपूर्ण हो गीत स्तोत्र आचार्य संकीर्तन द्वारा आम परस्पर को उत्साह दे पारू आत्मा सत्य आम पिता उपासना कर पारुछु कारण पिता यही प्रकार उपासक चाहती बाइबल लिखा केवल उपासना नहीं मात्र जमिति प्रभु चाहती से उपासना कले प्रभु खुशी ग्रहण करेंगे आम लाभ जेतु लिखा अच्छी सदाप्रभु परमेश्वर सभा कर से तुम अन्न जल आशीर्वाद कर तुम मध्य रोग दूर कर रोग सुस्थ हाँपाई गोटे बहुत बड़ उपाय अच्छी सेवा आज रोग सुस्थ हाँपाई अनेक दौड़ती डॉक्टर पाखक चिकित्सा करने को बहुत टंका पैसा खर्च करनेक प्राण भी चली जाए किंतु जो मैंने प्रभु का सेवा करती बाइबल लिखा से प्रभु रोग दूर करपरी विशेष अनुभूति प्रभु मत कारण आरंभ मो पाखे ब्रेन मलेरिया देखा एपरिक प्रभुकर जीवन में मोर परिवर्तन प्रभुकर सेवा कार्य आरंभ कलापर कटक जो एरिया आसता बहुत जगह बुरी कार्य जाऊे भयंकर भाव ब्रेन मलेरिया पड़ जाए मात्र जो सत्य जानी से समय आज को 44 वर्ष औषध आदौ व्यवहार करे ना किंतु प्रभुकर सेवा न करके केवे रहे ना भय कंप सह प्रभुकर सेवा करवा आत्मा सत्य से आम उपकार हम ना उपकार में गिरजा प्रार्थना बसी पछे सब गिरजा प्रार्थना करुवा किसी हमने जमी वर्ष सारा पिला जो मैंने कॉलेज में पढ़ा चाहती से हाई स्कूल मैट्रिकुलेशन परीक्षा पास करने केतक इच्छा कले पढ़ी पारती नहीं कौन कहीं वर्ष सारा पढ़ुवे स्कूल जाऊे से पाठ पढ़ुवे फीस दौथे परीक्षा फेल कर पे पास करे फेल कर जे फेल कर जिते इच्छा कले भी जिते टंका थे भी से कॉलेज में पढ़ी पार ठीक सेमती आमे वर्ष सारा प्रभुकर सेवा कले भी गिरजा प्रार्थना रहिले जदि प्रभुकर संतोषजनक नहला फेल किसी फल हम आशीर्वाद मिल नाम जीवित प्रकृति मृत बोली कह बसी वाक्य शुणुआ वाक्य पालन न करवा कि लाभ हम शेष स्वर्ग भी आमको स्थान मिल जो मैंने ईश्वर को जानते नहीं पापी धार्मिक लोक मैंने नरक जीवे बाध्य होमको सेमती करने भय कंप आम परित्राण आम साधन करने आवश्यक प्रभु धन्यवाद जेहेतु प्रभु से बहुत सावधान सतर्क भाव आमको प्रभु सभा करने को प्रभुकर कार्य करने को समस्त धर्म कर्म आमको साधन करने को प्रथम बाइबल गोटे पदटा पढ़ा किपरि ईश्वर आमको प्रेम कर निमंते प्रेम करने ईश्वर को प्रतिवासी आत्मतुल्य प्रेम करने शत्रु मान प्रेम करने मात्र बाइबल लिखा जगत को माने जागतिक विषय को प्रेम करना विद्या को भल पाइब ना प्रेम करना माने बेसी शोइबार जमी मन आम ठारे न लिखाई निद्रित जाग मृत मान मध्य उठ श्रेष्ठ तुमको आलोक प्रदान प्रभु को लोक मैंने शोबे ना बेसी से अभ्यास छाड़ा को ही पड़ो लिखा
ଘୁମା ଶିରା କଣା ପିନ୍ଧେଇବ, ଆଉ ଟିକେ ଶୋଇଲେ, ଆଉ ଟିକେ ନିଦ୍ରା ଗଲେ, ଆଉ ଟିକେ ଭିଡି ମୋଡି ହେଲେ ତୁମର ଦୀନତା, ତୁମର ଦରିଦ୍ରତା ସସଜ ଘଣ୍ଟ ପରି ଉପସ୍ଥିତ ହବ। ସେଦିନ 10 କନ୍ୟା ମଧ୍ୟରୁ ବର ଆସିବା ସମୟରେ ସେମାନେ ସବୁ ଶୋଇଗଲେ, ମାତ୍ର ଏଇ ଦେଖ ବର ଆସୁଛନ୍ତି ଶୁଣିବା ମାତ୍ରକୁ ଉଠିଲା ବେଳେ 5 ଜଣଙ୍କର ସେମାନେ ନିର୍ବୁଦ୍ଧି ଥିଲେ, ସେମାନେ ଦୀପ ଲିଭି ଯାଉଥିଲା, ତେଲ ନିଅଣ୍ଟ ଥିଲା। ବର ଆସିଲେ ସୁବୁଦ୍ଧି କନ୍ୟା ମାନ ସହିତ ବସିଗଲେ, ତାପରେ ଦ୍ୱାର ବନ୍ଦ ହେଲା। ଆଉ ଅନ୍ୟ କନ୍ୟା ମାନେ ପରେ ଦୀପ ଜାଳିକି ତେଲ ନେଇକି ଦୀପ ଜାଳିକି ଆସିବା ସମୟରେ ପ୍ରଭୁ ଖୋଲି ଦିଅନ୍ତୁ ଆମ ପାଇଁ ଦ୍ୱାର। ସେତେବେଳେ ବର କହିଲେ ତୁମେ କିଏ ମୁଁ ଜାଣେ ନାହିଁ, ସ୍ୱର୍ଗ ରାଜ୍ୟ ଏମିତି ହବ ବୋଲିକି ବାଇବେଲରେ ଲେଖା ଅଛି। ଆଜି ଆମେ ଅଛୁ କନ୍ୟା ପରି, ବସ୍ତ୍ର ପିନ୍ଧିଛୁ, ଗିର୍ଜାରେ ବସୁଛୁ, ବାଇବେଲ ଧରୁଛୁ, ପ୍ରାର୍ଥନା କରୁଛୁ, ଗୀତ ଗାଉଛୁ, ତା ଭିତରେ ଆମେ ସୁବୁଦ୍ଧି ନା ନିର୍ବୁଦ୍ଧି ଜାଣିବାକୁ ନହେଲେ ଆମମାନଙ୍କୁ ଧାର ନାହିଁ। ଏଇ ଆମମାନଙ୍କ ଧର୍ମ କର୍ମ ସବୁ ଗୋଟେ ଅଭ୍ୟାସଗତ ହେଇଯିବ। ଯେତେବେଳେ ଆମେ ପ୍ରଭୁଙ୍କ ବାକ୍ୟ ଶୁଣୁଛୁ, ଗୀତ ଗ୍ରହଣ କରି ନିଜକୁ ପରୀକ୍ଷା କରି ବଦଳି ଯିବାକୁ ହିଁ ପଡିବ, ଆଉ କିଛି ବାଟ ନାହିଁ। ବାଇବେଲ ଲେଖା ଯେ ବାକ୍ୟ ମାନୁଛି ସେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରେ, ଅନ୍ୟମାନେ ଯାଇପାରିବେ ନାହିଁ। ତେଣୁ ଆଉ ଯୋଉନ 3 ପର୍ବ 16 ପଦରେ ଏପରି ଲେଖା ହେଲା, କାରଣ ଈଶ୍ୱର ଜଗତକୁ ଏଡି ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯିଏକି ତାଙ୍କର ବିଶ୍ୱାସ କରେ ସେ ବିନଷ୍ଟ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବ। ବାଇବେଲ ଲେଖା ଅଛି ଈଶ୍ୱରଙ୍କୁ ଆମମାନଙ୍କୁ ପ୍ରେମ କରିବାକୁ ହବ, ସମସ୍ତ ଅନ୍ତକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ, ଆଉ ପ୍ରତିବାସୀକୁ ଆତ୍ମା ନିଜ ପରି ଆମମାନଙ୍କୁ ପ୍ରେମ କରିବାକୁ ହବ। ଏପରିକି ଶତ୍ରୁ ମାନଙ୍କୁ ପ୍ରେମ କରିବାକୁ ହବ, ତାରା ମାନେ ସ୍ୱର୍ଗସ୍ଥ ପିତାଙ୍କର ସନ୍ତାନ ହେଇପାରିବା, ନହେଲେ ହେଇପାରିବା ନାହିଁ। ଈଶ୍ୱରଙ୍କର ସନ୍ତାନ ମାନଙ୍କୁ ପ୍ରେମରେ ଆଚରଣ କରିବାକୁ ହବ। ପ୍ରଭୁ ଯୀଶୁ ଗୋଟିଏ କଥା କହିଲେ, ଯୋହନ 13 ପର୍ବରେ ଏଇପରି ଲେଖା ଅଛି 34 ଆଉ 35 ପଦରେ, ତୁମେ ମାନେ ପରସ୍ପରକୁ ପ୍ରେମ କର, ଏଇ ନୂତନ ଆଜ୍ଞା ମୁଁ ତୁମମାନଙ୍କୁ ଦେଉଅଛି, ମୁଁ ଯେପରି ତୁମମାନଙ୍କୁ ପ୍ରେମ କରିଅଛି ତୁମେ ମାନେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କର। ଯଦି ତୁମମାନଙ୍କର ପରସ୍ପର ପ୍ରତି ପ୍ରେମ ଥାଏ, ତାହେଲେ ତୁମମାନେ ଯେ ମୋର ଶିଷ୍ୟ ଏହା ସମସ୍ତେ ତ ଦ୍ୱାରା ଜ୍ଞାତ ହେବେ। ଯେପରି ଯୀଶୁ ଆମମାନଙ୍କୁ ପ୍ରେମ କରିଛନ୍ତି, ମୁଁ ଯେପରି ତୁମମାନଙ୍କୁ ପ୍ରେମ କରିଛି ତୁମମାନେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କର। ପ୍ରଥମ କରିନ୍ଥ 13 ପର୍ବ ଦେଖି ଆମେ ସେଠି ଦେଖିବା ଯେ ଆମେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଇକି ପରଭାଷାରେ କଥା କହିଲେ ମଧ୍ୟ, ଅନେକ ଦାନ କ୍ରିୟା କଲେ ମଧ୍ୟ ଏବଂ ଅନେକ କ୍ଲେଶ ତାଡ଼ନା ସହ୍ୟ କଲେ ମଧ୍ୟ ଯଦି ପ୍ରେମରେ ଆଚରଣ ନ କରୁ ତାହେଲେ ଆମଙ୍କର କିଛି ଲାଭ ନାହିଁ। ତେଣୁ କଣ କରିବାକୁ ଏଥିରେ ଗୋଟେ ସ୍ଥାନ ଲେଖାଉଛି, ଶୟତାନର ସବୁ ଚାତୁରୀ ବିରୁଦ୍ଧରେ ତୁମେ ଦଣ୍ଡାୟମାନ ହବାକୁ ପଡିବ। ଶୟତାନ ବଡ ଚତୁର ଭାବରେ କାର୍ଯ୍ୟ କରେ, ଅନେକ ଜାଣିପାରନ୍ତି ନାହିଁ। ଯେତେବେଳେ ଆମେ ଗିର୍ଜାରେ ବସୁ ଆମେ ଖୁସି ହେଉ, ମୁଁ ଗିର୍ଜାରେ ବସି ଗିର୍ଜା ତ କଲି, ପ୍ରାର୍ଥନା ତ କଲି। ଶୟତାନ କହିବ ଗିର୍ଜା ଯାଉଛ, ଅସୁବିଧା କଣ ଅଛି? ବାକ୍ୟ ପ୍ରଚାର କଲେ ବାକ୍ୟ ବି ତମେ ଶୁଣୁଛ, ଅନେକ ଲୋକ ଗିର୍ଜା ଯାଉନାହାନ୍ତି, ତମେ ତ ଯାଉଛ ମିଟିଂରେ ବସୁଛ। ଯୋଉମାନେ ଆସନ୍ତି ନାହିଁ ସେମାନେ ନିଜ ଘରେ ଥିବେ, ବସିଥିବେ, ଶୋଇଥିବେ, ଖାଉଥିବେ, ଆଉ ଅନ୍ୟାନ୍ୟ କାର୍ଯ୍ୟରେ ଲାଗିଥିବେ, କିନ୍ତୁ ତମେ ସେସବୁ ବନ୍ଦ କରି ତ ଗିର୍ଜା ଯାଉଛ ନା, ତେଣୁ କିଛି ଅସୁବିଧା ନାହିଁ। ମାତ୍ର ଆମେ ଗିର୍ଜାରେ ବସିଥିବା ଗୋଟେ କଥା, ଦୀପ ତଳ ଅନ୍ଧାର ବୋଲିକି, ସେମିତି ଗିର୍ଜାରେ ବସିଥିବା କିନ୍ତୁ ବାକ୍ୟ ପ୍ରତି ମନୋଯୋଗୀ ନଥିବ, ବାକ୍ୟ ଗ୍ରହଣ କରୁନଥିବା, ଆମ ଜୀବନ ବଦଳୁ ନଥିବ, ପାପରୁ ମନ ପରିବର୍ତ୍ତନ କରୁନଥିବା, ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବା ପାଇଁ ଚେଷ୍ଟା କରୁନଥିବା, ଲାଭ କିଛି ନାହିଁ। ସ୍କୁଲ କଲେଜ ନିୟମିତ ବର୍ଷ ସାରା ଯାଇକି ପାଠ ପଢିକି ଶେଷରେ ପରୀକ୍ଷାରେ ଫେଲ ହେବା ଯେମିତି, ଗିର୍ଜାରେ ବସି ବାକ୍ୟ ଗ୍ରହଣ ନ କରିବା, ପରିବର୍ତ୍ତନ ନ ହବା, ପବିତ୍ର ଆତ୍ମାରେ ପୂର୍ଣ୍ଣ ନ ହବା, ଠିକ ସେମିତି ଶେଷରେ ରେଜଲ୍ଟ ବାହାରିବ, ଆମ ନାଁ ମିଳିବ ନାହିଁ। ତମେ ଗିର୍ଜାରେ ବସିଥିଲ, ଗିର୍ଜାଟା ଏମିତି କୌଣସି ଗୋଟେ ସାଧାରଣ ଗୋଟେ ଖେଳ ପଡିଆ ନାହିଁ, ତମେ ଯାଇକି ବସିକି ଦେଖୁଥିବ, ଖୁସି ହଉଥିବ, ପାଟିତୁଣ୍ଡ କରୁଥିବ, ସେଇ ପ୍ରକାର ଜାଗା ନାହିଁ। ସେଠି ଭୟ କମ୍ପନ ସହିତ ପରିତ୍ରାଣ ସାଧନ କରିବାର ସ୍ଥାନ ଗୋଟେ ସୁଯୋଗ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି। ଆଉ ତେବେ ପ୍ରଭୁଙ୍କର ଧନ୍ୟବାଦ। ଯୀଶୁ କହିଲେ ଯେପରି ମୁଁ ତୁମକୁ ପ୍ରେମ କରି ତୁମକୁ ସେ ପରସ୍ପରକୁ ପ୍ରେମ କରିବାକୁ, ନହେଲେ ଆମର ଧର୍ମ କର୍ମର ଯେ ମୂଲ୍ୟ କିଛି ନାହିଁ,
ଲେଖାଇ ଆରିପୁର ଲେଖା ଅଛି ବିଶ୍ୱାସ ଭରସା ପ୍ରେମ ଏ ତିନିଟା ସ୍ଥାୟୀ ମାତ୍ର ପ୍ରେମ ଏ ସବୁ ମଧ୍ୟରେ ଶ୍ରେଷ୍ଠ। ଆଉ ଗୋଟେ ବିଶେଷ କଥା ଲେଖା ଅଛି ପ୍ରଥମ ଯୋହନରୁ ମୁଁ ଟିକେ ପଢିବା ପାଇଁ ଚାହୁଁଛି 4 ପର୍ବର ଆଉ ପ୍ରଥମ ଯୋହନ 4 ପର୍ବର 7 ଆଉ 8 ପଦରେ ଏପରି ଲେଖା ହେଇଛି ହେ ପ୍ରିୟ ମାନେ ଆସ ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ କାରଣ ପ୍ରେମ ଈଶ୍ୱରଙ୍କ ଠାରୁ ଜାତ ଆଉ ଯେ କେହି ପ୍ରେମ କରେ ସେ ଈଶ୍ୱରଙ୍କ ଠାରୁ ଜାତ ଓ ଈଶ୍ୱରଙ୍କୁ ଜାଣେ ଯେ ପ୍ରେମ କରେ ନାହିଁ ସେ ଈଶ୍ୱରଙ୍କୁ ଜାଣେ ନାହିଁ କାରଣ ଈଶ୍ୱର କେତେ ବଡ କଥା ଲେଖା ହେଇଛି ଦେଖ ଚିନ୍ତା କର ବୁଝିବା ପାଇଁ ଆମକୁ ଚେଷ୍ଟା କରିବାକୁ ଯେ ପ୍ରେମ କରେ ନାହିଁ ସେ ଈଶ୍ୱରଙ୍କୁ ଜାଣେ ନାହିଁ। ଆମେ ତ ଈଶ୍ୱରଙ୍କୁ ଜାଣିଛୁ ବୋଲି ଆମେ ନିଶ୍ଚୟ ଆଉ ଦରକାର ଆମେ ଦାବି କରିବା କାହିଁକି ଅନେକ ବର୍ଷ ହେଲା ଆମର ପରିବର୍ତ୍ତନ ହେଇଛୁ ଡୁବ ଦେଇଛୁ ପବିତ୍ର ଆତ୍ମା ପାଇଛୁ ଦାନ ଦଶମାଂଶ ଦଉଛୁ ପ୍ରଭୁଙ୍କର କାର୍ଯ୍ୟ ମଧ୍ୟ କରୁଛୁ ଅନ୍ୟମାନଙ୍କୁ ପ୍ରଭୁଙ୍କର କଥା କହୁଛୁ ଉପବାସ କରୁଛୁ ତେଣୁ ଆମେ ପ୍ରଭୁଙ୍କୁ ନ ଜାଣିଛୁ ବାଇବେଲ ପଢୁଛୁ ମିଟିଂ ଗୁଡାକ ଆଟେଣ୍ଡ କରୁଛୁ କିନ୍ତୁ ଲେଖା ଅଛି ଏସବୁ ଭିତରେ ଯଦି ପ୍ରେମ ଆମେ କରିପାରୁନା ଯେ ପ୍ରେମ କରେ ସେ ଈଶ୍ୱରଙ୍କୁ ଜାଣେ ନାହିଁ। ଯୀଶୁ ଯେପରି ପ୍ରେମ କଲେ ଆମେ ସେମିତିକି ପରସ୍ପରକୁ ପ୍ରେମ କରିବା ପାଇଁ ଆମେ ବାଧ୍ୟ ଶତ୍ରୁକୁ ପ୍ରେମ କରିବାକୁ ହବ ନହେଲେ ଈଶ୍ୱରଙ୍କର ସନ୍ତାନ ହେଇପାରିବା ନାହିଁ। ଈଶ୍ୱରଙ୍କର ସନ୍ତାନ ନହେଲେ ପାଷ୍ଟର ସନ୍ତାନ ତାଙ୍କର 2 ପୁଅ 2 ଝିଅ ମିଟିଂ ସରିବ ସମସ୍ତେ ନିଜ ନିଜ ଘରକୁ ଯିବେ ତାଙ୍କ ପୁଅ ଝିଅ ସବୁ ତାଙ୍କ ଘରେ ରହିବେ ଅନ୍ୟମାନେ ତ ରହିବେନି ଆସିବେ ଟିକେ ବୁଲିକି ଯିବେ କାଁ ଭାଁ ଦୂରରୁ ଆସିଲେ ରାତି ରହିବେ ସକାଳେ ପଳେଇଯିବେ ତାଙ୍କ ପୁଅ ଝିଅ ସବୁ ସେପରି ନିଜ ପୁଅ ଝିଅ ସମସ୍ତେ ନିଜ ଘରେ ରହିବେ। ଯଦି ଆମେ ଈଶ୍ୱରଙ୍କର ସନ୍ତାନ ଈଶ୍ୱରଙ୍କ ଗୃହରେ ସ୍ୱର୍ଗରେ କେମିତି ରହିବା ପ୍ରାର୍ଥନା ଆମକୁ ସ୍ୱର୍ଗକୁ ନେଇପାରିବ ନାହିଁ ଉପବାସ ନେଇପାରିବ ନାହିଁ ପ୍ରଚାର ନେଇପାରିବ ନାହିଁ ଦାନ ଦଶମାଂଶ ଦେଇକି ଟଙ୍କାରେ ସ୍ୱର୍ଗ ରାଜ୍ୟକୁ ନେଇପାରିବ ନାହିଁ। ଈଶ୍ୱର ତ ପ୍ରେମ ଈଶ୍ୱର ଜଗତକୁ ଏଡେ ପ୍ରେମ କରେ ଆପଣର ଦ୍ୱିତୀୟ ଦାନ ତେଣୁ ଈଶ୍ୱର ଯେପରି ପ୍ରେମ କଲେ ଯୀଶୁ ଯେପରି ପ୍ରେମ କଲେ କେମିତି ଆମକୁ ପ୍ରେମ କରିବାକୁ ପରସ୍ପର ଆରେ ଶୈତାନର ଚାତୁରୀ ହଉଛି ଏଇଆ ବାଇବେଲ ପଢୁଛ ପ୍ରାର୍ଥନା କରୁଛ ଗୀତା ଦଉଛ ଠିକ ଅଛି ଆଉ କିଛି ବ୍ୟସ୍ତ ହବାର ନାହିଁ ତାପରେ ଶୈତାନ ହସୁଥିବ ତମରି ତ ପ୍ରେମ ନାହିଁ ସ୍ୱର୍ଗ ଯାଇପାରିବ ନାହିଁ ତମେ ଯୋଉ ଦିନ ତମର ଜଗତରୁ ସମୟ ଶେଷ ହେଇଯିବ ନରକରେ ଯେତେବେଳେ ମୁଁ ତମକୁ ଟାଣିକି ନେବି ସେତେବେଳେ ତମେ ବୁଝିବ ବାକ୍ୟ ଗ୍ରହଣ କରୁନଥିଲ ନା ସେତେବେଳେ ତମେ ବୁଝିବ ସେଇଟା ତ ମୁଁ ସ୍ୱପ୍ନରେ ଦେଖିଥିଲି ଥରେ ଗୋଟେ ଧାଡିରେ ପୁରୁଷ ସ୍ତ୍ରୀ ଅନେକ ଲୋକ ଠିଆ ହେଇଛନ୍ତି ଏ ଧାଡିର ଶେଷ ନାହିଁ ଆଉ ପଦେ କଥା କେହି କହୁନାହାନ୍ତି ସାମ୍ନାରେ 2ଟା ରାସ୍ତା ଗୋଟେ ନରକ ପାଇଁ ଗୋଟେ ସ୍ୱର୍ଗ ପାଇଁ ସେଇ ସ୍ୱପ୍ନରେ ମୁଁ ଦେଖୁଛି ମୁଁ ବି ସେଇ ଧାଡିରେ ଠିଆ ହେଇଛି ଆଉ ଶୈତାନ ଠିଆ ହେଇଛି ଗୋଟେ ପୁରୁଷ ଲୋକ ବୋଲି ଦେଖାଯାଉଛି ଡେଙ୍ଗା ହେଇକି କଳା ହେଇକି ତାର ଆଖି ନିଆଁ ପରି ଦୁଶୁଛି ଆଉ ଗୋଟେ ସରୁ ରାସ୍ତା ସେ ପଛରେ ଭିତରେ ଯାଇଛି ତା ଭିତରୁ ଦୁର୍ଗନ୍ଧ ବାହାରୁଛି ବହୁତ ଉତ୍ତାପ ମାନେ ଗରମ ଆଉ ତା ଭିତରୁ ଆସୁଛି ଆଉ ତାପରେ ସେ ଭିତରେ କିଏ ଅଛନ୍ତି ଜଣା ପଡୁନାହାନ୍ତି ଅତି ଯନ୍ତ୍ରଣା କଷ୍ଟରେ ଆଉ ସେମାନେ ଚିତ୍କାର କରୁଛନ୍ତି ସେଇ ସ୍ୱରଟା ଶୁଭୁଛି ଆଉ ମା ପାଖରେ ମୁଁ ଦେଖୁଛି ସ୍ୱର୍ଗ ଯିବା ପାଇଁ ଗୋଟେ ଗେଟଟା ଅଛି ଆଲୋକର ରାସ୍ତା ଆଉ ଶାନ୍ତ ସୁସ୍ଥିର ପରିବେଶ ଆଉ ସେଠି ଜଣେ ଯୁବାଲୋକ ତାର ଗେଟ୍ ସାମ୍ନାରେ ବସି ଗୋଟେ ବହିଟି ଖାତା ଧରିକି ଶୈତାନ ଅନେକଙ୍କୁ ଆଖି ପିଛୁଳାକେ ଟାଣି 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 ନେଇଯାଉଛି ବାହାରେ କିଏ ବସୁଛନ୍ତି ବେଶୀ କଥାବାର୍ତ୍ତା କରୁଛନ୍ତି ନା କଣ ପାଟିତୁଣ୍ଡ ଡିଷ୍ଟର୍ବାନ୍ସ ହଉଛି ଆଉ ତେଣୁ ଶୈତାନ ଟାଣି ଟାଣିକି ସେଇ ଧାଡିରୁ ନେଇଯାଉଛି ଲୋକମାନେ ମୁଁ ଦେଖୁଛି ଆଖି ପିଛୁଳାକେ ନେଇଯାଉଛି ସେ ନରକ ଭିତରକୁ ମୁଁ ଜାଣିପାରୁଛି ତା ଭିତରେ ଖ୍ରୀଷ୍ଟିଆନ ଲୋକ ଗୁଡାକ ଅଛନ୍ତି ଆଉ ଏ ସ୍ୱର୍ଗ ରାସ୍ତାରେ ଗଲାବେଳେ ବହୁତ ସମୟ ପରେ ଗୋଟେ ଲୋକ ଯାଉଛି ବହୁତ ସମୟ ପରେ ଗୋଟେ ଲୋକ ଯାଉଛି ଆଇଠି ଆଖି ପିଛୁଳା ଟାଣି ଏତେବେଳକୁ ମୋ ଭିତରେ ଡର ଆସିଗଲା କଣ ହବ ବୋଲି ମୁଁ ଜାଣିପାରିନି ମୁଁ କଣ କରିବି ମତେ ଶୈତାନ କାଳେ ନେଇଯିବ କି
मन मन कौच प्रभु जदि मोर किसी पाप भूल था मत क्षमा कर दियो कहला बेले गोटे स्वरटा शुणिली एबे आ पाप क्षमा नहीं प्रार्थना कर समय सरी जाए देख एमती गोटे समय मो आम समस्त छोट कि बड़ प्रत्येक आसो यहाँ मन रखी था मन पकेब जे समस्ते तो प्राय भाईना कौच भाईना बारंबार कहते पास्टर बारंबार कहते मु कौन कली मु नथी तुमको साहय कहीं साहय कर गोटे पुओ झील पाखे तार बापा माँ ठिया नथिबे मंडली लोक पाखे पास्टर ठिया नथिबे बाइबल लिखा अछि प्रत्येक जन को माने जणे जणे ही ख्रीष्ट जीशुଙ୍କର विचार सिंहासन सम्मुखରେ ଆମକୁ ହିସାବ ଦେବାକୁ ପଡ଼ିବ ତେଣୁ ଯେତେବେଳେ ମତେ ପ୍ରିକଲା ଏବେ ଆଉ ପାପ କ୍ଷମା ନାହିଁ ପ୍ରାର୍ଥନା କରିବାର ସମୟ ଶେଷ ହୋଇଯାଇଛି ମୁଁ ଡରିକି ପୁରା ଚୁପ ହେଇଗଲି ମୋ ସାମ୍ନାରେ ଥିବା ଲୋକଙ୍କୁ ଶୟତାନ ନେଇଗଲା କାହିଁ ତାପରେ ମୋ ଆଗରେ ଆଉ କେହି ନାହାନ୍ତି ମୁଁ आखि बंद कर रही कौन हम सकाल शैतान आक्टिव हो गला माने मो पाक आसिया भाविली माने मते नहीं जीवना कौन इते धर्म कर्म करते पाठ पढ़ी चाकरी कली ना एते निंदा ताड़ना सह्य करी प्रभुकर काम कली सब वाक्य मानिकी कठिन नियम भितर सब चलिली ए सब कौन किछि नाही मन मन रे भाबुची आखि बंद करी किंतु केमती मु देखि पाछे शैतान तो दौड़ी के आसिला मो पाखकू एमिति हाथ बढ़ेगी धरिबा पई ततले मु जानी मु एबे नरक से अग्निकुंड रे उद्धार नहीं से आउ ताले सब मोर वृथा धर्म कर आउ टिके रला गोटे इंच थियो मो हाथ से धरि थांदा ततले मु सुनिली से स्वर्ग पथरे थिबा जुवा लोक टिके उच्च स्वर के ताकर ए सावधान तांगु छुईबनी से हमर रागी शैतान चलीगला ता जरे थाला मु स्वर्ग भीतर पसी मना लेखाई इत्यादि अनेक कथा जने जुवाल हसी हसी आसी मत स्वर्ग सब देखा आरंभ कर बाइबल में जहाँ लिखाई अनेक लोक मैंने जो मृत्यु वरण कर जो सुजोग दिया स्वर्ग जीवाई कि नरक जाकि प्रभु छाड़ दौरान जगत को लोक मान के विषय कह कुह एवं बहुत लोक मैंने बदलुं विशेष कर जो युद्ध चली इस्राएल अमेरिका गोटे पाखे इरान गोटे पाखे इरान मुस्लिम कंट्री अनेक मुस्लिम माने पुरुष और स्त्री लोक माने बदली जाउछंती आ समाने सब कहउछंती मरिगला परे सूर्य प्रभु पुणी समान को पठाउछंती जाओ एरा कथा बोला आमे जो ईश्वर को मानी जो देवता समाने कही नाहंती सब धर्म शास्त्र धर्म सब गुडा को मिछ कौन से देवता कही नाहंती के बड़ जीसु जणे अछंती बाइबल रे जहा लिखाई छै सेटा अक्षर अक्षर सत आउ उद्धार पाई कौन से लोक नाहंती मो जहा विश्वास करथि मानिथि सब बेकार मिछ हो गला लक्ष लक्ष लोक मान को से शिक्षा देते एपरी बड़ बड़ नेता माने मध्य बदली जाउछंती लोक बदलीवा को हो पुरे मंडली रे पसिगला हबने बाप्टिस्ट हबने पेंटिकॉस्टल हबने रोमन कैथोलिक हबने जे कौन से मंडली भक्त हबने हमको वाक्य मानिबा को बाइबल मानिबा को हबो उद्धार पाइबा से दिन लोक कहबे हम क्रिश्चियन प्रचारक पालक जीसु कहबे नहीं आउ बरम कौन बोलिए कि एमाने प्रभु को दास नाहंते माने उद्धार रो दास बाइबल लिखाई छी एमाने भक्तिर भेक धरती तोहर शक्ति को स्वीकार करती कौन बात से देगा के ठीक करो लूज कनेक्शन हो ठीक है और से लाइट टा जळला नहीं ओके 6:30 ने टिके यार के बसो 6:30 बसो धन्यवाद हो आओ गोटे दिन मु गोटे पढ़ी देखुली गोटे भिडियो जड़े लोक जड़े पास्टर मृत्यु है से मरीगला पर से पास्टर आउ स्वर्ग को निया से स्वर्ग रे सब देखला पर बहुत खुशी होचन जाऊ मु स्वर्ग को आसी पास्टर लोक प्रभु काम करछन स्वर्ग जीवन पाड़ी स्वर्ग रे बुली की किछि समय देखला बले खुशी होचन स्वर्ग रो दृश्य सब देखि कहले मते बे मोर कर्म अनुसार पुरस्कार मिलिबो मुकुट मिलिबो के सिंहासन मिलिबो धन मिलिबो आ कोन बोली से असमय
ଜଣେ ସ୍ୱର୍ଗ ଦୂତ ତାଙ୍କୁ କହୁଛନ୍ତି ଟିକେ ଆସ ମୋ ସହିତ ଆସ ଟିକେ ଆଗକୁ ଯିବା। ସେ କହୁଛନ୍ତି ଯାହା ପ୍ରକାଶ ବାକ୍ୟ ବାଇବେଲ ଲେଖାଉଛି ସେଇ ପ୍ରକାର ଜୀବନ୍ତ ଜଳର ନଦୀ ମୁଁ ଦେଖିଲି, ଦୁଇ ପାଖରେ ଜୀବନଦାୟକ ବୃକ୍ଷର ଫଳ ସବୁ ମୁଁ ଦେଖିଲି। ଆଉ ସେ ସ୍ୱର୍ଗର ଦୃଶ୍ୟ ସବୁ, ସେ ରାସ୍ତା କେମିତି ପୁରା ସୁନାରେ ତିଆରି। ସେଇଠି ଥିବା ସବୁ ଲୋକମାନେ ସାଧୁମାନେ ସବୁ ଶୁକ୍ଳ ବସ୍ତ୍ର ପରିଧାନ କରି ତାଙ୍କ ମୁଖରୁ କେବଳ ତେଜ ଆଲୁଅ ବାହାରୁଛି। ସୂର୍ଯ୍ୟ ଚନ୍ଦ୍ର ଆବଶ୍ୟକ ନାହିଁ। ଈଶ୍ୱରଙ୍କର ମହିମାରେ ସେ ସବୁ ନଗର ଆଲୋକିତ। ଯାହା ବାଇବେଲ ଲେଖାଉଛି ତ ସବୁ ଅକ୍ଷର ଅକ୍ଷର ସତ। ମୃତ୍ୟୁ ପ୍ରଭୁଙ୍କର କାର୍ଯ୍ୟ ସେବା କରିଛି। ଏବେ ମତେ ଯୀଶୁ ଦେଖାଦେବେ, ପୁରସ୍କାର ଦେବେ, ସମ୍ମାନ ଦେବେ ଏସବୁ। କାରଣ ଦୂତ କହୁଛନ୍ତି ଟିକେ ଆସ ନା, ମୁଁ ଯୀଶୁଙ୍କୁ ଦେଖିବା ପାଇଁ ଚାହୁଁଛି, ସ୍ୱର୍ଗ ଆସିଗଲି। ଦୂତ କହୁଛି ତମେ ଟିକେ ଆସ ମୋ ସହିତ, ଟିକେ ଜାଗା ଗୁଡେ ନେଲେ। ତାପରେ କହିଲେ ଦେଖ ବହୁତ ତଳରେ ସେ କଣ ଦେଖିଲେ? ମୁଁ ଦେଖିଲି ଅଗ୍ନିମୟ ହ୍ରଦ, ଯାହା ବାଇବେଲରେ ଲେଖାଉଛି। ଲିଟରାଲି ଦେଖିଲି ଭୟଙ୍କର ଭାବରେ ଅଗ୍ନି ଜଳୁଛି। ଆଉ ଲୋକମାନେ, ଅସଂଖ୍ୟ ଲୋକମାନେ ସେଇଠି ଆଖି ପିଛୁଳାକେ ସବୁ ପଡୁଛନ୍ତି ଆଉ ଚିତ୍କାର କରୁଛନ୍ତି ସେ ସବୁ ଯନ୍ତ୍ରଣାରେ। ଯେତେବେଳେ ମୁଁ ଆଉ ଦେଖିପାରୁନି ସେ ଦୃଶ୍ୟ, ମୁଁ ପଛକୁ ଚାଲୁଛି। ଯେତେବେଳେ ସେ ଦୂତ କଣ କହିଲେ? ଅଳ୍ପ ସମୟ ପରେ ତମେ ସେଇ ଭିତରକୁ ଚାଲିଯିବ। ଆଉ ଏପରି ମୁଁ ଯୁକ୍ତି କଲି, ହଁ ଏଇଟା କଣ ସମ୍ଭବ? ମୁଁ ଖ୍ରୀଷ୍ଟିଆନ କାଲି ନାହିଁ, ମୁଁ ପାଷ୍ଟର। ମୋର ଯାବଜୀବନ ପ୍ରଭୁଙ୍କର କାର୍ଯ୍ୟ ପ୍ରଚାର ସବୁରେ ମୁଁ ସମୟ ଦେଇଛି। ମୁଁ କାହିଁକି ସେଠିକି ଯିବି? ଅନେକ ଲୋକମାନଙ୍କୁ ଖ୍ରୀଷ୍ଟିଆନ କରିଛି, ମଣ୍ଡଳୀ ଭିତରକୁ ଆଣିଛି, ଆଉ ବହୁତ ପରିଶ୍ରମ କରି ପ୍ରଭୁ କାର୍ଯ୍ୟ। ମୁଁ କାହିଁ ସେଠି ଯିବି? ଗୋଟିଏ ବିଷୟରେ ତୁମେ ବିଫଳ ହେଇଛ, ତେଣୁ ତମକୁ ଯିବାକୁ ବାଧ୍ୟ। କଣ? ତୁମେ ପ୍ରତିବାସୀଙ୍କୁ ଆତ୍ମହତ୍ୟା ପ୍ରେମ କରିପାରିଲ। ପ୍ରଭୁଙ୍କର ଆଜ୍ଞା ଜାଣିଛ ନା ନାଇଁ? ବାଇବେଲରେ ତମେ ତ ପାଷ୍ଟର ନା, ଭଲ ଜାଣିଥିବ। ବ୍ୟବସ୍ଥାର ପ୍ରଥମ ଆଉ ଶ୍ରେଷ୍ଠ ଆଜ୍ଞା ହେଲା ସମସ୍ତ ମନ, ସମସ୍ତ ପ୍ରାଣ, ସମସ୍ତ ମନ, ସମସ୍ତ ଶକ୍ତି ଦେଇ ପ୍ରଭୁ ଈଶ୍ୱରଙ୍କୁ ପ୍ରେମ କରିବ। ଦ୍ୱିତୀୟ ହେଲା ପ୍ରତିବାସୀଙ୍କୁ ଆତ୍ମହତ୍ୟା ପ୍ରେମ। ବ୍ୟବସ୍ଥାର ଦୁଇଟା ପ୍ରଧାନ। ବେଳେ ବେଳେ ଈଶ୍ୱରଙ୍କୁ ପ୍ରେମ କରିବା ସହଜ ହୁଏ, କିନ୍ତୁ ପ୍ରତିବାସୀଙ୍କୁ ପ୍ରେମ କରିବା ସହଜ ହୁଏ ନା। ଅଶାନ୍ତି ବିବାଦ ସବୁ ଲାଗି ରହିଥିବ। ଏଟା ବାଇବେଲ କହୁଛି। କଣ ମୁଁ ପ୍ରତିବାସୀକୁ ପ୍ରେମ କରିନି? କୋଉ ପ୍ରତିବାସୀକୁ ପ୍ରେମ କରିନେ? ସେ ଲୋକ ଯୁକ୍ତି କରୁଛନ୍ତି ସେ ଆଉ ଦୂତଙ୍କ ସହିତ। ତୁମ ସ୍ତ୍ରୀ ସହିତ ତୁମର ଭଲରେ ବ୍ୟବହାର ନାହିଁ, ଭଲରେ କଥାବାର୍ତ୍ତା ନାହିଁ, ତାଙ୍କ ସହିତ ମିଳେ ନାହିଁ। ସତ କି ନାହିଁ କୁହ? ହଁ, ସେମିତି ଟିକେ ମନ ଟିକେ ଅଶାନ୍ତି ହେଇକି ଟିକେ ଆମେ ଟିକେ କହୁଛ ତମେ ଜଣେ ପାଷ୍ଟର ହେଇକି ବାଇବେଲ କଣ ଲେଖାଉଛି? ଟିକେ ବୋଲି ଖମିର ମଇଦା ପିଣ୍ଡୁଳାକୁ ଖମିରମୟ କରିଦିଏ। ଆଉ ଟିକେ ଶୋଇଲେ, ଆଉ ଟିକେ ନିଦ୍ରା ଗଲେ ତୁମର ଦରିଦ୍ରତା ଘଣ୍ଟ ପରି ଉପସ୍ଥିତ। ଜାଣିନ ଟିକେ ବିଷ? ଟିକେ ବିଷ କେତେ ଗୁରୁତ୍ୱପୂର୍ଣ୍ଣ? ପଏଜନ, ବିଷ। ଟିକେ ହେଲେ ମଧ୍ୟ ସେଟା ଖାଲି ମଣିଷ ମରିବ। ସେଟା ବିଷ, ସେଟା ମହୁ ନାହିଁ। ବେଶୀ ହେଲେ ମଧ୍ୟ ସେ ବିଷ, ପଏଜନ ସେଟା କେବେ ହନି ମହୁ ହେଇପାରିବ ନାହିଁ। ସେମିତି ବାଇବେଲରେ ତମେ ତାର ପାଷ୍ଟର ଶିକ୍ଷା ଦେଇଛ। ନୈବେଦ୍ୟ ଆଣିବା ପୂର୍ବରୁ, ପ୍ରଭୁଙ୍କୁ ଉତ୍ସର୍ଗ କରିବା ପୂର୍ବରୁ, କି ପ୍ରଭୁଙ୍କ ସେବା କରିବା ପୂର୍ବରୁ କାହା ସହିତ ଯଦି ତୁମର ମନ ମାଳି ନଥିବ ତା ସହିତ ମିଶିଯାଅ। ନୈବେଦ୍ୟ ରଖ, ପ୍ରଭୁ ନେବେ ନାହିଁ ସେଇଟା। ତା ସହିତ ମିଳିତ ହୋ ପ୍ରଥମେ, ତାପରେ ନୈବେଦ୍ୟ ଉତ୍ସର୍ଗ। ତମେ ଜାଣିନ ପାଷ୍ଟର ତମେ, ତମକୁ ଯିବାକୁ ଅଛି ଅଳ୍ପ ସମୟ। ସେ କରେ ସେତେବେଳେ ମୋର ବୁଦ୍ଧି ଆଉ ସବୁ ହଜିଗଲା। ମୁଁ କଣ କରିବି କି ମୁଁ ଜାଣିପାରୁନି। ସେ ନରକକୁ ମୁଁ ଆଖିରେ ଦେଖୁଛି। ସେ କହୁଛନ୍ତି ମୁଁ କଣ କଲି ଏବେ? ମୁଁ ଆଉ ମୋ ପାଇଁ ରକ୍ଷା ନାହିଁ। ସେ ଦୂତ କହି ଚାଲିଛନ୍ତି ତମେ ଜାଣିନ ଆକାଶ ପୃଥିବୀ ଲୋପ ଈଶ୍ୱରଙ୍କର ବାକ୍ୟ ଲୋପ ହବ ନାହିଁ, ବଦଳିବ ନାହିଁ। ଏପରି ସେ ବହୁତ ବ୍ୟସ୍ତ ହେବା ସମୟରେ ପ୍ରଭୁ ଯୀଶୁ ତାଙ୍କୁ ଦର୍ଶନ ଦେଇକି କହୁଛନ୍ତି ତୁମକୁ ଗୋଟେ ବହୁତ ବଡ ସୁଯୋଗ ଦିଆଯାଉଛି। ଏବେ ତ ତମେ ନରକ ଯିବା, ତମର ଦେଖ ତ ତମର ଡେଡ୍ ବଡିକୁ ଦେଖ, ସବୁ ଫେରିଛନ୍ତି, କାନ୍ଦୁଛନ୍ତି, ଅଳ୍ପ ସମୟରେ କବର ଦେଖ। କିନ୍ତୁ ତୁମକୁ ମୁଁ ସୁଯୋଗ ଦଉଛି, ଫେରିଯିବ, ଆଉ ଥରେ ଯାଉ, ବଞ୍ଚିବ। ସୁଯୋଗ ତମକୁ ଦିଆହେଲା, এই ভুলটাକୁ ସଂଶୋଧନ କରିଦିଅ, କରେକ୍ସନ କରିଦିଅ। ନହେଲେ ତୁମେ ପାଷ୍ଟର ହଉ କି ଆଉ ବିଶପ ହଉ, ଯାହା ହଉ,
ନରକ ଛାଡା ତମ ପାଇଁ ଜାଗା ନାହିଁ। ଯେ ବାକ୍ୟ ନ ଆସୁଛି ସେ ନିହାତି ନରକ ଯିବ। ପ୍ରାର୍ଥନା ତାକୁ ରକ୍ଷା କରିବ ନାହିଁ, ପ୍ରଜା ରକ୍ଷା କରିବ ନାହିଁ, ଦାନ କ୍ରିୟା ରକ୍ଷା କରିବ ନାହିଁ, ତାକୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ପରଭାଷା କରି ରକ୍ଷା କରିବ ନାହିଁ। ତେଣୁ ବାକ୍ୟ ମାନିବା ଯାହା ପ୍ରକାଶିତ ବାକ୍ୟ 22:14 ଇଂରେଜୀ ବାଇବେଲ ଲେଖା ହଉଛି, ଆଜ୍ଞା ଯୋଉମାନେ ମାନିବେ କେବଳ ସେମାନେ ଦ୍ୱାର ଦେଇ ପ୍ରବେଶ କରୁଛନ୍ତି। ଆମକୁ ସ୍ୱର୍ଗ ଯିବାକୁ ଆମ ପାଇଁ ବାକ୍ୟର ପରିବର୍ତ୍ତନ ହବ। ଆମକୁ ପ୍ରଭୁ ସୁଯୋଗ ଦେଇଛନ୍ତି। ତେଣୁ ବାଇବେଲ ଲେଖା ଯେ ଅଧର୍ମାଚାରୀ ସେ ଆହୁରି ଅଧର୍ମାଚରଣ କରୁ, ମାନେ ଯେ ପାପ କରୁଛି କରିଚାଳ ତମକୁ ଛାଡି ଦିଆଯାଇଛି ନା। ଯେ ଅଶୁଚି ସେ ଆହୁରି ଅଶୁଚି ହଉ, ଯେ ଧାର୍ମିକ ସେ ଆହୁରି ଧର୍ମାଚରଣ କରୁ, ଯେ ପବିତ୍ର ସେ ଆହୁରି ପବିତ୍ର ହଉ। ଯୀଶୁ କହିଲେ ଈଶ୍ୱରଙ୍କର ପୁତ୍ର, ଯାହାଙ୍କର ଚକ୍ଷୁ ପ୍ରଜ୍ୱଳିତ ଅଗ୍ନି ଶିଖା ସଦୃଶ୍ୟ, ଯେ ସପ୍ତ ସୁବର୍ଣ୍ଣ ପ୍ରଦୀପ ମଧ୍ୟରେ ଦଣ୍ଡାୟମାନ, ଯାହାଙ୍କର ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରିଛନ୍ତି, ଯାହାଙ୍କ ମୁଖରୁ ତୀକ୍ଷ୍ଣ ଦ୍ୱିଧାର ଖଡ୍ଗ ନିର୍ଗତ ହଉଛି, ଯାହାଙ୍କର ମସ୍ତକର କେଶ ଆଉ ବସ୍ତ୍ର ହିମତୁଲ୍ୟ ଶୁଭ୍ରବର୍ଣ୍ଣ, ଯେ ପାଦ ପର୍ଯ୍ୟନ୍ତ ବସ୍ତ୍ର ଆଚ୍ଛାଦିତ, ଯାହାଙ୍କର ସ୍ୱର ମହାଜଳ କଲ୍ଲୋଳ ସଦୃଶ୍ୟ, ଯାହାଙ୍କର କକ୍ଷ ଦେଶ ସୁବର୍ଣ୍ଣ ପଟୁକାରେ ବେଷ୍ଟିତ, ଆଉ ତାଙ୍କର ପାଦ ଭାଟିରେ ପରିଷ୍କୃତ ଉଜ୍ଜ୍ୱଳ ପିତ୍ତଳ ତୁଲ୍ୟ। ବାଇବେଲ ଲେଖା ହଉଛି ସେ ଏହା କହନ୍ତି, ଆମ୍ଭେ ତୁମର କର୍ମ ଜାଣୁ, ଆମ୍ଭେ ତୁମର କର୍ମ ଜାଣୁ। ଦିନେ ତାଙ୍କର ସାମ୍ନାରେ ଆମକୁ ଠିଆ ହବ। ତେଣୁ ପ୍ରଭୁ ଆମକୁ ସୁଯୋଗ ଦେଇ ସେ ପାଷ୍ଟରଙ୍କ ପରି, ମୁଁ ସେ ପାଷ୍ଟରଙ୍କ ଯାହା ବିଷୟରେ ମୁଁ କହୁଛି ତାଙ୍କ ନାଁ ଡାନିଏଲ, ୟୁଟ୍ୟୁବରେ ମଧ୍ୟ ମୁଁ ଦେଖିଛି। ତାପରେ ସେ ବଞ୍ଚିଗଲା ପରେ ସମସ୍ତଙ୍କୁ ଏହି କଥା କହିଲେ। ଆଉ ସେ କହୁଛନ୍ତି ଏବେ ମୋ ସ୍ତ୍ରୀକୁ ମୁଁ କ୍ଷମା କରିଦଉଛି ପ୍ରଭୁ, ମୁଁ ନିଜେ ତା ସହିତ ମୁଁ ମିଶୁଛି। ଆରେ ସ୍ତ୍ରୀ ଲୋକ ତ ତା ପାଖରେ ଗୋଟେ ପୁରୁଷ ଲୋକ ହେଇକି ମତେ କେମିତି କରିବି? ନାଇଁ ନାଇଁ, ସେ ଛୋଟ ହଉ ପଛରେ ଯୀଶୁ ଈଶ୍ୱରଙ୍କର ପୁତ୍ର ସ୍ୱୟଂ ଈଶ୍ୱର, ସେ କଣ କହିଲେନି ଯେ ମୁଁ ମୃଦୁଶୀଳ ନମ୍ରଚିତ। ସେଇ ଚିନ୍ତା ଆମକୁ ରଖିବାକୁ, ମୁଁ ବଡ ସେ ସାନ, ଏଇଟା ରଖିବା ହବ ନାହିଁ। ସେ ଈଶ୍ୱର ରୂପୀ ହେଲେ ମଧ୍ୟ ନିଜ ପାଇଁ ଧରକ୍ଷାର ବିଷୟ ମନେ କଲେ ନାହିଁ। କୃଷ୍ଣ ମୃତ୍ୟୁ ପର୍ଯ୍ୟନ୍ତ ଆପଣଙ୍କୁ ସେ ଅବନତ କଲେ। ଆଉ ସେ ପାଷ୍ଟର ସେମିତି ଦେଖିଛନ୍ତି, ମୋ ସ୍ତ୍ରୀକୁ ମୁଁ ନିଜ ଭୁଲ ମାଗିଲି, ଆଖିରେ ଦେଖିଛି ମୁଁ ସେ ନରକର ଦୃଶ୍ୟ, ମତେ ଚାନ୍ସ ଦିଆହବ। ସେ ବଞ୍ଚିକି ଟେଷ୍ଟିମନି ସବୁ ଦେଉଛନ୍ତି। ଗୋଟେ ଭିଡିଓ ବନେଇକି ତାକୁ ସେ ବାହାର କରୁଛନ୍ତି, ୟୁଟ୍ୟୁବରେ ଅଛି, ମୁଁ ଦେଖିଛି। ସେ ଜଣେ ଫରେନର ପାଷ୍ଟର ଦାନିଏଲ କହିଲେ। ତେଣୁ ଠିକ ଆମ ପ୍ରତି ବି ସେଇ ଘଟିଯିବ। ପ୍ରଭୁ ପବିତ୍ର ଆତ୍ମାଙ୍କ ଦାନ ଦିଅନ୍ତି ଯେପରିକି ଆମେ ପ୍ରେମରେ ଆଚରଣ କରିପାରିବା, ଖାଲି ପରଭାଷା କହିବାକୁ ନାହିଁ, ଉତ୍ତେଜିତ ହବାକୁ ନାହିଁ। ଲେଖା ଅଛି ପବିତ୍ର ଆତ୍ମାଙ୍କ ଦ୍ୱାରା ଈଶ୍ୱରଙ୍କ ପ୍ରେମ ଆମ ହୃଦୟରେ ପରିବ୍ୟାପ୍ତ ଫୁଲ ହେଇକି ରହିବ। ସେଟା ପାଇଁ ପ୍ରଭୁ ଦେଇଛନ୍ତି ଆମ ପବିତ୍ର ଆତ୍ମାଙ୍କ ଦାନ। କେମିତି ପ୍ରେମ କରିବାକୁ, ଈଶ୍ୱର ଯେପରି ପ୍ରେମ କଲେ, ଯୀଶୁ ଯେପରି ପ୍ରେମ କଲେ ସେପରି ପ୍ରେମ। ନହେଲେ ଶୈତାନ ଚାଲ 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 ଖୁସି ହେଇଯା, ଆତ୍ମା ପାଇଛ, ପରଭାଷା କହୁଛ, ଭିଜେ ଯାଉଛ, ସବୁ କହୁଛ, ଦାନ ଦର୍ଶନ ଉପବାସ ପ୍ରାର୍ଥନା ସବୁ ତ ତମର ଅଛି, ଆଉ ଅସୁବିଧା କଣ? ଆଉ ହସୁଥିବ ଭିତରେ ତମେ ନରକ ଯିବ। ସେଇଦିନ ତମେ ଜାଣିବ ତମଠାରେ ପ୍ରେମ ନାହିଁ, ପ୍ରତିବାସୀ ତମେ ପ୍ରେମ କରିପାର। କେତେ ବଡ ବିଷୟ ମୁଁ କହିଲି, ଯେ ପ୍ରେମ କରେ ନାହିଁ ସେ ଈଶ୍ୱରଙ୍କୁ ଜାଣେ ନାହିଁ। ଶୈତାନ ହସି କହୁଥିବ ତମର ଯେ ପ୍ରେମ ନାହିଁ ମାନେ ତମେ ଈଶ୍ୱରଙ୍କୁ ଜାଣ ନାହିଁ। ପ୍ରଭୁ ଯୀଶୁଙ୍କର ଆଗମନ ସନିକଟ ଆମେ ନିଜକୁ ପ୍ରସ୍ତୁତ ନ କଲେ କେମିତି ହବ? ସେଦିନ ସେ ଧନୀ ଯୁବା ଲୋକକୁ ଯୀଶୁ କଣ କହିଲେ? ଯେ କହିଲା କି ମୁଁ ସବୁ ଆଜ୍ଞା ମାନୁଛି, ଆଉ ସକାଳେ ଯୀଶୁ କହିଲେ ତୁମର ଗୋଟିଏ ଉଣା ଅଛି। ସବୁ ଆଜ୍ଞା ମାନିଲେ କଣ ହବ? ଗୋଟିଏ ଉଣା ଅଛି ତୁମର, ତମେ ସିଦ୍ଧ ନୁହଁ। ସ୍ୱର୍ଗ ଯିବାକୁ ହେଲେ ପୂର୍ଣ୍ଣ କରିବାକୁ ହବ। ସେମିତି ଆମ ଅନେକ ଭଲ ବିଷୟ ଥିବ, ଗୋଟିଏ ଉଣା ଥିବ, କିଛି ଲାଭ ନାହିଁ। ଯୀଶୁ ଯେପରି ଆମକୁ ପ୍ରେମ କଲେ, ଈଶ୍ୱର ଯେପରି ପ୍ରେମ କଲେ ଆମକୁ ସେମିତି କଲେ। ଈଶ୍ୱର କେମିତି ପ୍ରେମ କଲେ? ଯୋହନ 3:16 ମୁଁ ଆରମ୍ଭ କରିଛି। ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ ଆପଣ ଅଦ୍ବିତୀୟ ପୁତ୍ରଙ୍କୁ ଦାନ। ତବେ ଈଶ୍ୱରଙ୍କ ପ୍ରେମରେ ତିନିଟା ବିଷୟ ଟିକେ ଲକ୍ଷ୍ୟ କର, ଶୁଣ ମନୋଯୋଗ କରି। ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ ଯେ ଆପଣ ଅଦ୍ବିତୀୟ ପୁତ୍ରଙ୍କୁ ଦାନ କଲେ। ତାମାନେ
ଯୀଶୁ ଜଗତକୁ ଯୀଶୁଙ୍କୁ ଈଶ୍ୱର ତାଙ୍କର ଏକମାତ୍ର ପୁତ୍ରଙ୍କୁ ଜଗତକୁ ଦେଇଦେଲେ ତାଙ୍କର ବିଶ୍ୱାସ କଲେ ଲୋକମାନେ ପରିତ୍ରାଣ ପାଇବେ। ଜଗତକୁ ଦେଲେ ମାନେ କେମିତି ଦେଲେ? ରାଜା କରି ପଠେଇଲେ ତାଙ୍କୁ, ଶୂନ୍ୟରୁ ଖୋଚି ଖୋଚି ଆସିଲେ ନାଇଁ। କେମିତି ଦେଲେ ସେ? ଯୀଶୁ ଜଗତରେ ଆସି କଣ କଲେ? ନିଜର ପ୍ରାଣ ଦେଲେ, କୃଷ୍ଣରେ ପ୍ରାଣ ଦେଲେ, ରକ୍ତ ଦେଲେ। ଈଶ୍ୱର ସ୍ୱୟଂ ପ୍ରଭୁ ଯୀଶୁ କହିଲେ ତାଙ୍କ ଶିଷ୍ୟମାନଙ୍କୁ ଯେତେବେଳେ ଭିତର ଖଣ୍ଡା ବାହାର କରି ଆଘାତ କଲେ, ସେ ମହାଯାଜକଙ୍କର ଜଣେ ଦାସକୁ ଯୀଶୁ କହିଲେ ଖଣ୍ଡା ଖୋଳ ରଖ, ମୁଁ ଚାହିଁଲେ ମୋ ପିତା ତମେ 12 ଜଣ 1200 ବାହିନୀରୁ ଅଧିକ ପଠେଇ ଦେଇ ପାରିବେ। ନାଇଁ ନାଇଁ, ମୁଁ ଏଥିପାଇଁ ଜଗତକୁ ଆସି ପ୍ରାଣ ଦେଲେ ମାନେ ସାକ୍ରିଫାଇସ୍, ତ୍ୟାଗ ଅଛି। ପ୍ରକୃତ ପ୍ରେମରେ 3ଟା ବିଷୟ ମିଳିବ, ସାକ୍ରିଫାଇସ୍ ତ୍ୟାଗ, ପ୍ରକୃତ ପ୍ରେମରେ ଫରଗିଭନେସ୍ କ୍ଷମା, ଗୁଡ୍ ୱାର୍ଡସ୍ ଉତ୍ତମ କର୍ମ। ଈଶ୍ୱର ଯୀଶୁଙ୍କୁ ପଠେଇଲେ ଏକମାତ୍ର ପୁତ୍ରଙ୍କୁ। କଣ କଲେ? ଯୀଶୁ ପ୍ରଥମେ ନିଜର ପ୍ରାଣ ଦେଲେ, ପ୍ରାଣ ଦେବା ଦ୍ୱାରା କଷ୍ଟ, ଦୁଃଖ, କ୍ଲେଶ, ତାଡ଼ନା, ନିନ୍ଦା ସମସ୍ତ ସେ ସହ୍ୟ କଲେ, ସେ ତ୍ୟାଗ କଲେ। ପ୍ରକୃତ ଧର୍ମ ଜୀବନରେ ତ୍ୟାଗ ଅଛି, ସ୍ୱାର୍ଥ ନାହିଁ, ଲାଭ ନାହିଁ। ମୁଁ ଭଲ ରହିବି, ଭଲ ଖାଇବି, ଭଲ ପିଇବି, ଭଲ ପିନ୍ଧିବି, ବଡ ଲୋକ ହେବି, ମତେ ସମସ୍ତେ ମାନିବେ, ମତେ ସମସ୍ତେ ସମ୍ମାନ ଦେବେ, ଏଇଟା ଧର୍ମ ଜୀବନ ନାହିଁ। ଲେଖା ହେଲା କଣ? ନମ୍ର ଲୋକେ ଧନ୍ୟ, ସେମାନେ ପୃଥିବୀର ଅଧିକାରୀ। ହାଲେଲୁୟା, ହାଲେଲୁୟା। ଯୀଶୁ ଖ୍ରୀଷ୍ଟଙ୍କର ଯେମିତି ମନ ଥିଲା ତୁମର ସେମିତି ମନ ହଉ, ବାଇବେଲ ଲେଖା ଅଛି। ତେଣୁ ଆମକୁ ନମ୍ର ହବାକୁ ପଡିବ, ଗର୍ବ ଅହଙ୍କାର କରିପାରିବା ନାହିଁ। ଯଦି ଆମ ବିରୁଦ୍ଧରେ ଲୋକମାନେ ଉଠିଲେ କଥା କହିବେ, ଆମର କ୍ଷତି କରିବେ, ସେମାନଙ୍କ ସହିତ ଆମେ ବିବାଦ କରିପାରିବାନି, ଝଗଡା କରିପାରିବାନି, ଗଣ୍ଡଗୋଳ ହେଇପାରିବାନି, ହାତ ଉଠି ପାରିବନି। ଏଇଟା ଖ୍ରୀଷ୍ଟିଆନର କାମ ନାହିଁ। ଆମକୁ ବଦଳିବାକୁ କଣ ଲେଖା ହଉଛି? ତାଡ଼ନାକାରୀ ମାନଙ୍କ ପାଇଁ ପ୍ରାର୍ଥନା କର। ଜଣେ ପ୍ରକୃତ ପ୍ରଭୁଙ୍କ ଲୋକ ହେଲେ ଶତ୍ରୁକୁ ପ୍ରେମ କର, କ୍ଷୁଧିତ ହେଲେ ଖାଇବାକୁ ଦିଅ, ତୃଷିତ ହେଲେ ପିଇବାକୁ ଦିଅ, ତାଡ଼ନାକାରୀ ମାନଙ୍କ ପାଇଁ ପ୍ରାର୍ଥନା କର, ତୁମେ ସ୍ୱର୍ଗସ୍ଥ ପିତାଙ୍କର ସନ୍ତାନ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଜୀବନରେ ତ୍ୟାଗ। ତେଣୁ ଯେତେବେଳେ ମୋର ପରିବର୍ତ୍ତନ ହେଲା, ମୋ ଜୀବନରେ କେବଳ ତ୍ୟାଗ 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 ହିଁ ରହିଲା। ଏତେ ପାଠ ପଢିଲି, ଚାକିରି କଲିନି, ମୁଁ ପ୍ରଭୁ ଚାହିଁଲେନି କହିଲି। ଟଙ୍କା ପଇସା ରୋଜଗାର କରିବାର କିଛି ବ୍ୟବସ୍ଥା ମୁଁ କରିନାହିଁ। ଆରେ ପ୍ରଭୁଙ୍କର କାମ ତ କରୁଛି, ଠିକ ଅଛି, ଗୋଟେ ଖ୍ରୀଷ୍ଟିଆନ ସଂସ୍ଥା ବନେଇଲେ କଣ ହୁଅନ୍ତା? ସେ ତ ମୁଁ ପ୍ରଭୁଙ୍କ କାମ କରନ୍ତି ନା। ଭିତର ପାଉଲ, ଯାକବ, ଜୋନ ଏମାନେ ସଂସ୍ଥା ବନେଇ ନଥିଲେ। ପୁରାତନ ନିୟମର ଭାଓବାଦୀ ମାନେ ଏଲିସା, ମୋସା, ଯେହୋଶୁଆ ସଂସ୍ଥା ବନେଇ ନଥିଲେ। ଏଲିଙ୍କୁ ପରମେଶ୍ୱର କଲେ ଦୁର୍ଭିକ୍ଷ ସମୟରେ କରିତ ନଦୀ ନିକଟକୁ ଯା, ବସ ସେଇଠି, କାଉ ଆଣି ଖାଇବାକୁ ସକାଳେ ସନ୍ଧ୍ୟାରେ ଖାଉଥିଲେ। ଏମାନେ ଘର ଦ୍ୱାର ବିଲ୍ଡିଂ ବନେଇ ନଥିଲେ। ମାତ୍ର ଯୀଶୁ କହିଲେ ମୋର ଯଦି ଅନୁଗାମୀ ହେବା ପାଇଁ ଚାହୁଁଛ, ଶିଷ୍ୟ ପାଇଁ ଗୃହ, ଜମି, ଭୂମି, ପିତା, ମାତା, ଭ୍ରାତା, ଭଗ୍ନୀ, ଭାର୍ଯ୍ୟା, ସନ୍ତାନ ସବୁକୁ ତ୍ୟାଗ କରିକି ଆସ। ଯୀଶୁ କିପରି ତ୍ୟାଗ କଲେ? ସେହି ସ୍ୱରୂପ ହେଲେ ମଧ୍ୟ ନିଜ ପାଇଁ ତା ଧରକ୍ଷାର ବିଷ ମନେ କଲେ ନାହିଁ। ଆପଣଙ୍କୁ ଶୂନ୍ୟ କଲେ, ଦାସ ରୂପ ଧାରଣ କଲେ, ମନୁଷ୍ୟ ପରି ଦେଖାଗଲେ, କୃଷ୍ଣ ମୃତ୍ୟୁ ପର୍ଯ୍ୟନ୍ତ ଆପଣଙ୍କୁ ଅବନତ କଲେ। ଏସବୁ ବେକାର ହବ ନାହିଁ। ଏ କଣ ଲେଖା ହେଇଛି ଫିଲିପି ପୁସ୍ତକରେ? ଏହି କାରଣରୁ ଈଶ୍ୱର ତାଙ୍କୁ ଅତି ସ୍ୱୟଂକୃତ କରିଛନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ସର୍ବୋତ୍କୃଷ୍ଟ ନାମ ଦେଇଛନ୍ତି। ସ୍ୱର୍ଗ ମଧ୍ୟ ପାତାଳରେ ଥିବା ପ୍ରତ୍ୟେକ ଜାନୁ ଭାଙ୍ଗିବ, ପ୍ରତ୍ୟେକ ଓଷ୍ଠ ସ୍ୱୀକାର କରିବ ଯୀଶୁ ଖ୍ରୀଷ୍ଟ ପ୍ରଭୁ ବୋଲି ପିତା ଈଶ୍ୱରଙ୍କର ଗୌରବ ପାଇଁ। ଆସ ଆମେ ବଦଳି ଯିବା। ଆମକୁ ମଧ୍ୟ ପ୍ରଭୁ ଦିନେ ଏପରି ଉନ୍ନତ କରିବେ। ଜୀବନରେ ସବୁ ତ୍ୟାଗ ମତେ କରିବାକୁ ହେଲା। ସେଇ ସମୟରେ ସେ 1982 ମସିହାର କଥା, ମୋ ପାଠ କଲେଜ ୟୁନିଭର୍ସିଟି ପଢିବା ସମୟରେ ବେଲବଟମ ପ୍ୟାଣ୍ଟଟା ବହୁତ ଭାବରେ ବ୍ୟବହାର ହେଉଥିଲା। ଆଉ ମୁଁ ମଧ୍ୟ ସେ ସବୁ ଷ୍ଟାଇଲରେ ଥିଲି। ମନସ୍ଥ କଲି ଏଇ ଟାଇପର ଡ୍ରେସ ପିନ୍ଧିବି ନାହିଁ। ହିପି ଷ୍ଟାଇଲ ଥିଲା ସବୁ, ସେଟା ମୁଁ ନାହିଁ। ବାଇବେଲରେ ଯୋଉଟା ଠିକ ନାହିଁ ମୁଁ ସେଟା କରିବି ନାହିଁ। ଅନେକ ବିଷୟ ମତେ ତ୍ୟାଗ କରିବାକୁ ପଡିଲା। ସବୁ ପ୍ରକାର ଖେଳ ଖେଳୁଥିବି ନାହିଁ। ଏଇଠି ମୁଁ ଦେଖୁଛି ଭଲିବଲ, ମୁଁ ତ ଭଲିବଲରେ କ୍ୟାପ୍ଟେନ ଥିଲି। ଆଉ ତାପରେ ସେ ଖେଳ ଗୁଡାକରେ ନିଶ୍ଚୟ ଜିତିବାର ହିଁ ଥିବ। ଭଲ ମୁଁ ଖେଳୁଥିଲି, ହିଟ୍ ଫିଟ୍ କାଟ ସବୁ ମାରିକି ଗୋଟିଏ କାଟ ସର୍ଭିସ ମୋର ସେଟା ରିପ୍ଲାଇ ଆସିବା ବଡ ଡିଫିକଲ୍ଟ ଥିଲା। ସବୁ ପ୍ରକାର ସ୍ପୋର୍ଟସରେ ଫୁଟବଲ, ଭଲିବଲ, ବାସ୍କେଟବଲ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ,
ଆଉ ବାକି ସବୁ ରନିଂ ରେସ୍ ସବୁ ଜମ୍ପିଂ ହାଇ ଜମ୍ପ ଲଙ୍ଗ ଜମ୍ପ ଇତ୍ୟାଦି କଣ ସବୁ ମୋ ପାଖରେ ନଥିଲା। ଏପରିକି ଆକ୍ଟିଂ ମଧ୍ୟ କରିବାର, ଅଭିନୟ କରିବାର, କଲେଜରେ ପବ୍ଲିକ ଶୋରେ, କଳାଖେଣ୍ଡିରେ, ଆଉ ସବୁ ଯାକ ତ୍ୟାଗ କଲି। ଗୃହ ଇତ୍ୟାଦି ମହଲାରେ ଘର ବନଉଥିଲି, ପ୍ରଭୁ କଥା କହିଲୁ ଆଜି ପର୍ଯ୍ୟନ୍ତ এই 44 ବର୍ଷ ହେଲାଣି ତ୍ୟାଗ କରିକି ଯାଇଛି। ନହେଲେ ସେଟା ମୋର ନିଜ ଘର ହେଇକି ମୁଁ ସେଠି ରହିପାରିଥାନ୍ତି। ପ୍ରଭୁଙ୍କର କାର୍ଯ୍ୟ କରିବାକୁ ପ୍ରଭୁ ଚାହିଁଲେନି, ମୁଁ ଯିବାକୁ ବାଧ୍ୟ ହେଲି। ଭଡା ଘରେ ଆଜି ପର୍ଯ୍ୟନ୍ତ ଅଛି। ପ୍ରକୃତ ଧର୍ମ ଜୀବନରେ ଅଛି ତ୍ୟାଗ। ତେଣୁ ଆଉ ଲୋଭ ଲାଳସା କର ନାହିଁ, ମନରେ କଷ୍ଟ କର ନାହିଁ। କାହିଁକି ମୋ ପାଇଁ ଏଟା ନାହିଁ? ଏ ଲେଖା ଦରିଦ୍ର ଲୋକ ଧନ୍ୟ ସ୍ୱର୍ଗ ରାଜ୍ୟ ସେମାନଙ୍କର। କୌଣସି ଜାଗାରେ ବାଇବେଲରେ ଲେଖା ନାହିଁ ଧନୀ ଲୋକେ ଧନ୍ୟ କରି। ମାତ୍ର ଧନୀ ଲୋକ ବଡ କଷ୍ଟରେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରେ। ସେ ଧନୀ ଲୋକ ଲାଜାର କଥାରେ ଧନୀ ଲୋକ ନରକ ଗଲା, ଆଉ ଲାଜାର ସେ ପାରଦୀସ ବା ସେ ସ୍ୱର୍ଗ ରାଜ୍ୟ ଗଲା। এই ଜଗତରେ ଦରିଦ୍ର ଯାଏ ସେ ନାହିଁ ସ୍ୱର୍ଗରେ ଧନ ପାଇବାକୁ। ସ୍ୱର୍ଗ ଯିବାକୁ କୌଣସି ପ୍ରକାର ଆମ ତେଣୁ ଈଶ୍ୱରଙ୍କ ଯୋଉ ପ୍ରେମ ଆମଠାରେ ଦେଖାଯିବାକୁ ଅଛି, ସେଇ ପ୍ରେମରେ ଗଡ୍ସ ଲଭ, ଈଶ୍ୱରଙ୍କ ପ୍ରେମ ଯେପରି ଈଶ୍ୱର ପ୍ରେମ କଲେ ଆମକୁ ସେମିତି କରିବାକୁ। ସେଇଠି ତିନିଟା କଥା ମୁଁ କହୁଛି। ଗୋଟେ ହଉଛି ସାକ୍ରିଫାଇସ୍ ତ୍ୟାଗ, ତାପରେ ଆଉ କଣ ଯେତେବେଳେ ଆମେ ଈଶ୍ୱର ଯେପରି ପ୍ରେମ କଲେ, ଯୀଶୁ ଆମକୁ ପ୍ରେମ କଲେ ସେପରି ଆମେ ପ୍ରେମ କଲେ ଫରଗିଭନେସ୍, କ୍ଷମା, ପରସ୍ପରକୁ ଆମକୁ ନିଶ୍ଚୟ କ୍ଷମା ଦେବାକୁ ହେବ। ଗୁଡ୍ ୱାର୍ଡସ୍ ଉତ୍ତମ। ଯୀଶୁ ଯେତେବେଳେ କ୍ରୁଶ ଉପରେ ରହିଲେ ସେଇ ସମୟରେ ତାଙ୍କୁ କ୍ରୁଶରେ ମାରୁଥିବା ସମୟରେ ଆଉ ତାଙ୍କୁ ସେ କ୍ରୁଶବିଦ୍ଧ କରିଛନ୍ତି, ଚାରିଆଡେ ଘେରିକି ତାଙ୍କୁ କେତେ ଅପମାନ ସବୁ କରୁଛନ୍ତି। ସେତେବେଳେ ସେ କହୁଛନ୍ତି ପିତା ଏମାନଙ୍କୁ କ୍ଷମା କର, ଏମାନେ କଣ କରନ୍ତି ଜାଣନ୍ତି ନାହିଁ। ଏଇଟା ହଉଛି ପ୍ରକୃତ ଧର୍ମ। ଜଣେ ଆମ ବିରୁଦ୍ଧରେ ଭୁଲ କରିଛି ତାକୁ କ୍ଷମା କରୁଛି, ବାକି କଥା ପ୍ରଭୁଙ୍କ ହାତରେ ଛାଡି ଦିଅ। ପ୍ରଭୁ ପ୍ରତ୍ୟେକଙ୍କୁ କର୍ମ ଅନୁସାରେ ଫଳ ଦେବେ। ଏଇ କଥା ନିହାତି, ଏଇଟା ନିଶ୍ଚୟ। ମୋ ବିରୁଦ୍ଧରେ ମୁଁ ତାକୁ କ୍ଷମା କରିବି, ତା ପାଇଁ ପ୍ରାର୍ଥନା କରେ, ତାଡ଼ନା କରି ପ୍ରାର୍ଥନା କର ବୋଲି ଠିକ ଅଛି। ମୋ ପାଇଁ ଧାର୍ମିକତା ବୋଲି ପ୍ରଭୁ ଗଣନା କରିବେ। ମାତ୍ର ପରେ ଯେମିତି ମୁଁ ସେଇ ସପନ ଦେଇଛି ହାଲୋ କମାଣ୍ଡ ଯୀଶୁ ହାତ ବଢି କରିବେ, ମୁଣ୍ଡରେ ହାତ ରଖି ମୁଁ ତୁମର ସମସ୍ତ ପ୍ରାର୍ଥନା ଏଇଆ। ମାତ୍ର ଯେ ମତେ ମୋ ସହିତ ବିବାଦ କରିଛି, ମିଥ୍ୟାରେ ମତେ ଗାଳି ଗୁଳଜ କରିଛି, ତାଡ଼ନା କରିଛି, ନିନ୍ଦା କରିଛି, ମୁଁ ତାକୁ କ୍ଷମା କରିଦେବି କହି ଯୀଶୁ କ୍ଷମା କରିଦେବେ ଭାବୁଛ? କେବେ ନାହିଁ, କେବେ ନାହିଁ। ଯେତେବେଳେ ପ୍ରଭୁଙ୍କର ସମୟ ପହଞ୍ଚିବ ଠିକ ବିଚାର ଆସିଯିବ, ସେତେବେଳେ ଆମେ ଜାଣିପାରିବା। ଲେଖା ହଉଛି ଯୀଶୁ କହିଲେ ଯୋଉ ସମୟରେ ତମେ ମନେ କରୁନଥିବ ମନୁଷ୍ୟ ପୁତ୍ର ସେଇ ସମୟରେ ଆସେ। କଟକରେ ଗୋଟିଏ କଥା, ଦିନେ ଗୋଟେ ଘଟଣା। ମୁଁ ବାହାରେ ଯାଇଥିଲି, ଯେତେବେଳେ ମୁଁ ଆଉ ଗାଡିରେ ମୋ ଘରକୁ ଫେରୁଛି, ମୋ ସ୍ତ୍ରୀ ସହିତ ଆଉ ସେଠିକାର ସାମ୍ନାରେ ଗୋଟେ ହିନ୍ଦୁ ଲୋକ ଭିତରେ ଗୋଟେ ଲୋକ ଆଉ ପାଟିତୁଣ୍ଡ କରି ସେ ଝଗଡା କରୁଛି। ମୁଁ ପଚାରିଲି ତାକୁ, ଭାଇ କଣ ହେଲା? ଭଲରେ ପଚାରିଲି। ସେ ଲୋକ ରାଗିକି ମତେ କହିଲା, ଖାଲି ଗୋଟେ ସର୍ଟରେ ଗୋଟେ କଥା ଗୋଟେ ସେଣ୍ଟେନ୍ସ କହିଲା, ବାଜ୍ୟ ଲୋକ ଧର୍ମ କରୁଛି, ଏତିକି ମାତ୍ର କରୁଛି। କୋଉ ହାତ ଉଠେଇନି ମତେ ମାରିବା ପାଇଁ, ଠେଲା ପାଲା କରିନି କି ଆଉ କିଛି କରିନି, ଏତିକି ମାତ୍ର ବାଜ୍ୟ ଲୋକ ଏଇ ଧର୍ମ କରୁଛି। ମୁଁ କଣ କଲି, ସେଇଠି ଆଖି ବନ୍ଦ କରିଦେଲି ଆଉ କହିଲି ପ୍ରଭୁ ଏଇ କଥାର ତୁମେ ବିଚାର କରିବ, ମୁଁ ତ ଝଗଡା କରିପାରିବି ନାହିଁ। ପ୍ରଭୁଙ୍କ ଲୋକ କଣ କହିବେ ମତେ? ଲୋକ ପାଷ୍ଟର ଏତେ ସବୁ କାର୍ଯ୍ୟ କରୁଛନ୍ତି, ଗୋଟିଏ ଲୋକ ସହିତ ଝଗଡା କରୁଛନ୍ତି, କି ପାଷ୍ଟରୀ? ଗୋଟେ ଲୋକକୁ କ୍ଷମା ଦେଇ ପାରୁନାହାନ୍ତି, କି ପାଷ୍ଟରୀ? ଗଲା ମୋର ସବୁ ଚାଲିଯିବ କଟକ ଭଳି ସହରରେ। ତେଣୁ ଯେତେବେଳେ ମୁଁ ନୀରବ ରହିଲି, ମୋ ପକ୍ଷରେ ଲୋକମାନେ ଉଠିଲେ, କିଏ ସେଟା କଣ କହିଲା ଆମେ ଦେଖି ବୁଝି ଅଲଗା। ସେଇ ରାତିରେ ମୁଁ ସ୍ୱପ୍ନ ଦେଖୁଛି ଏଇ ଲୋକଟାକୁ ସେ ଶାଢୀ ବାନ୍ଧିକି ପୋଲିସ ଆଣି ଆମ ବରଣ୍ଡାରେ ବସି କଣ ଏଟା ଗୋଟେ ହବ କିଛି। ଆଉ ମାତ୍ର ଗୋଟିଏ ସପ୍ତାହ ଯାଇଛି, ରବିବାର ଗିର୍ଜା ଚାଲିଛି, ସେ ସାହିରେ ପାଟି ତୁଣ୍ଡ କରି ସବୁ ଖାଲି କାନ୍ଦୁଛନ୍ତି ଯେ କହିବାକୁ ନାହିଁ। ଗିର୍ଜା ସରିଲା ପରେ କଣ ହେଇଛି ଶୁଣାଗଲା, ଗୋଟେ ଯୁବା ଝିଅ, ଶିକ୍ଷିତ ଝିଅଟା, ସୁନ୍ଦର ଝିଅଟା ସୁଇସାଇଡ କରିଦେଇଛି। ତେଣୁକରି ତାକୁ ପୁଣି ତାର ଡେଡ୍ ବଡିକୁ ବଡ ମେଡିକାଲକୁ ନେଇକି ପୋଷ୍ଟମର୍ଟମ କରିକି ଆଣିଛନ୍ତି ଯେ ସମସ୍ତେ ଖୁବ କାନ୍ଦୁଛନ୍ତି, ଶୋଇପାରୁନାହାନ୍ତି। ଭଲ ଝିଅଟା କଣ ଗୋଟେ ଏମିତି ହେଇଛି, ସୁଇସାଇଡ କରିଦେଇଛି। କଣ କରିବା? ହିନ୍ଦୁ ଲୋକମାନେ ବି ଆମେ ଏତେ ମୁଣ୍ଡ କାହିଁ ଖେଳିବା? କିନ୍ତୁ ମୁଁ ଟିକେ ଜାଣିବା ପାଇଁ ଚାହିଁଲି କିଏ ସେଇଟା। ସେଇ ଝିଅଟା ସେଇ ଲୋକର ଝିଅ
ଯେ ଗୋଟେ ସପ୍ତାହ ତଳେ ମତେ କହିଥିଲା ବାଜ୍ୟ ଲୋକ ଧର୍ମ କରୁଛି ତାର ଝିଅ। ମୁଁ ଜାଣିଲି ସ୍ୱପ୍ନରେ ମୁଁ ଦେଖିଥିଲି ତାକୁ ପ୍ରଭୁ ଦେଖ ପ୍ରଭୁ କେମିତି କାର୍ଯ୍ୟ କରନ୍ତି। କର୍ମାନୁସାରେ ପ୍ରତ୍ୟେକଙ୍କୁ ଫଳ ଦେବି କହିଛନ୍ତି। ଗୋଟିଏ ଲୋକ ଫିଟିବନି, ମୁଁ ଫିଟିବିନି, ତମାନେ କେହି ଫିଟିବନି। ମନେ ରଖିଥା। ଆଜି ଆମେ ବାକ୍ୟ ମାନୁନୁ, ଚାଲୁଛୁ ମନ ଇଚ୍ଛାରେ, ବୁଦ୍ଧି ଅଛି, ଜ୍ଞାନ ଅଛି, ବଳ ଅଛି, ଧନ ଅଛି, ସେସବୁ ଦେଖିକି ସମୟ ଆସିବ ସେତେବେଳକୁ ଏସବୁ ଆମକୁ ସାହାଯ୍ୟ କରିବ। ତାପରେ ଆଉ ଶୁଣି ତାର ଆଉ ଗୋଟେ ଝିଅ ଅଛି, ସେ ବି ସୁଇସାଇଡ୍ କରିବା ପାଇଁ ଚାହୁଁଛି। ଆମେ ଠିକ ପ୍ରାର୍ଥନା କরি ପ୍ରଭୁ ସେ ଲୋକ ଜାଣିନି ତା ଝିଅ କାହିଁକି ସୁଇସାଇଡ୍, ସେ ସିକ୍ରେଟଟା ମୁଁ ଜାଣିଛି। ମତେ ଏମିତି ସେଦିନ କଲା, କାରଣ ବାଇବେଲ ଲେଖା ଅଛି ଯେ ତୁମକୁ ଛୁଇଁବ ତାଙ୍କ ଚକ୍ଷୁର ପିତଳାକୁ ଛୁଇଁବ, ଆମ୍ଭ ଅଭିଷିକ୍ତ ମାନଙ୍କୁ ସ୍ପର୍ଶ କର ନାହିଁ। କେତେବେଳେ ଭୁଲ କରିଦା ହରିଦରା ତା ଝିଅକୁ ମୁଁ ବଞ୍ଚିଛି, ଆଜି ମୋ ଝିଅ ପୁଅ ଅଛନ୍ତି, ତାର ସେ ଝିଅ ନାହିଁ। ନାହିଁ ତ ନାହିଁ, ସେ ତ ପ୍ରଭୁଙ୍କୁ ଜାଣି ନାହିଁ, କୋଉଠି ଯାଇଥିବ? ସେ ନରକରେ ଯାଇଥିବ, ଜଳୁଥିବ। ସେ କହୁଥିବ ନରକରୁ ଥାଇକି ତା ବାପାଙ୍କୁ, ନହେଲେ ତା ବାପା ଯଦି ବଞ୍ଚିଛି କି ନାହିଁ ମୁଁ ଜାଣେ ନାହିଁ। ସେ ବି ଯଦି ନରକ ଯାଇଥିବ, ସେ କହୁଥିବ ବାପା ତମେ କଣ କଲ, ସେ ଲୋକଟା କିଏ ତମେ ଜାଣିଛ କି ନାହିଁ, କି କାହିଁକି ତମେ ତାଙ୍କୁ ଏମିତି କଲ, ଆଜି ଜଳୁଛ ଆମେ ନରକରେ। ଆଉ ଉଦ୍ଧାର ନାହିଁ ସେଇଟା ହଉଛି ଭୟଙ୍କର ବିଷୟ। ଆଉ ତେଣୁ ଯାହା ବି କରିବା ପଛକେ ଯେମିତି ନରକ କେହି ନ ଯିବା, ସ୍ୱର୍ଗ ଆମକୁ ଯେମିତି ହେଲେ ଯିବା କହ। ଆଉ ସେଟା ଏତେ ସହଜ ସ୍ଥାନ ନାହିଁ, ଆରାମରେ ପ୍ରାର୍ଥନା ଟିକେ କରିକି ଯାଇପାରିବା ନାହିଁ। ଯୀଶୁ କହିଲେ ଅନେକ ଚେଷ୍ଟା କରିବେ ପାରିବେ ନାହିଁ, ତେଣୁ ତମକୁ ପ୍ରାଣପଣ କରିବାକୁ ହେବ। ପ୍ରାର୍ଥନା କଲି ପ୍ରଭୁ ସେ ଦ୍ୱିତୀୟ ଝିଅଟା ଯେମିତି ତାଙ୍କର ସୁଇସାଇଡ୍ କରିବ ନାହିଁ ପ୍ଲିଜ। ମତେ ଯଦି ପ୍ରଭୁ ପଚାରିଥାନ୍ତେ, କାରଣ ବାଇବେଲ ଲେଖା ଅଛି କ୍ରୋଧ ପାଇଁ ସ୍ଥାନ ଛାଡ଼ି ଦିଅ। ଜଣେ ପ୍ରଭୁଙ୍କ ଲୋକ ବିଶ୍ୱାସୀ ଜଣକେ କ୍ରୋଧ କରିପାରିବ ନାହିଁ, ରାଗି ପାରିବ ନାହିଁ, ପାଟି କରିପାରିବ ନାହିଁ, ଝଗଡ଼ା କରିପାରିବ ନାହିଁ, ବିବାଦ କରିପାରିବ ନାହିଁ, କୋର୍ଟ କଚେରୀକୁ ଯାଇପାରିବ ନାହିଁ। ବାଇବେଲ କଥା କହୁଛି, ଗ୍ରହଣ କର ନ କର ମୋର କହିବାର ନାହିଁ, ଯାହା ବାଇବେଲ କହୁଛି ମୁଁ କହିଦଉଛି। ତାହା ମୋ ଜୀବନରେ ବହୁତ ତାଡ଼ନା ସବୁ ଭିତରେ ଆସୁଛି, କେବେ ବିବାଦ କରିନି, ନ୍ୟାୟ ପଞ୍ଚାୟତ ବସେନି, ଥାନାକୁ ଯାଇନି, କୋର୍ଟ କଚେରୀକୁ ଯାଇନି। ଲେଖା ହେଇଛି କ୍ଷତି କାହିଁକି ସହ୍ୟ କରୁନା? ହଁ କ୍ଷତି ସହ୍ୟ କରିବା ପ୍ରଭୁଙ୍କ ଲୋକ ସେମିତି ହେଇପାରିବ ନା। ତେଣୁ ଆଉ ସେମିତି ପ୍ରାର୍ଥନା କରିଥିଲି। ଆଉ ସେ ତାର ଆଉ ଗୋଟେ ଝିଅଟା କିନ୍ତୁ ସୁଇସାଇଡ୍ କଲା ନାହିଁ। ବାକ୍ୟ କେବେ ଅନ୍ୟଥା ହବ ନାହିଁ। ଯେକୌଣସି ଲୋକ ପ୍ରତ୍ୟେକଙ୍କୁ କର୍ମ ଅନୁସାରେ ପ୍ରଭୁ ନିହାତି ଫଳ ଦେବେ। ତେଣୁ ଈଶ୍ୱରଙ୍କ ପ୍ରେମ, ଗଡ୍ସ ଲଭ୍, ଯାହା ମୁଁ କହୁଛି ଆଜି, ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ। ଯୀଶୁ କହିଲେ ମୁଁ ଯେମିତି ପ୍ରେମ କରୁଛି ତମେ ସେମିତି ପରସ୍ପରକୁ ପ୍ରେମ କର। ଏଇଟା ଠିକ କହୁଛି ନା ଭୁଲ କହୁଛି ଚିନ୍ତା କର ଟିକେ। ଖାଲି ନିଜରେ ବସିଗଲେ ହେଇଗଲା କି? ପବିତ୍ର ଆତ୍ମା ପାଇଁ ପରଭାଷା କହିଲେ ହେଇଗଲା କି? ଆଜି ଯୀଶୁ ଆସିଲେ ଆମେ ତାଙ୍କୁ ଭେଟିବା ପାଇଁ ପ୍ରସ୍ତୁତ ଅଛୁ କି? ଆମେ ବାକ୍ୟ ନ ପାଳନ କଲେ କେମିତି ପ୍ରସ୍ତୁତ ହବା? ଲେଖା ଅଛି ଯୋଉମାନେ ଖ୍ରୀଷ୍ଟଙ୍କ ଠାରେ ଥାଇକି ମରିଛନ୍ତି ସେମାନେ ଉଠିବେ, ତାପରେ ବଞ୍ଚିଥିବା ଲୋକମାନେ ଆମେ ଯୀଶୁଙ୍କ ସହିତ ମଧ୍ୟ ଆକାଶରେ ସାକ୍ଷାତ କରିବା। ପ୍ରଥମ ଥେସଲୋନିକ 4:16 ଦେଖନ୍ତୁ, ତଳକୁ ଲେଖା ହେଇଛି କିଏ ଖ୍ରୀଷ୍ଟଙ୍କ ଠାରେ ଅଛି? ପ୍ରଥମ ଯୋହାନ 3:24 ଲେଖା ଅଛି ଯେ ତାଙ୍କର ଆଜ୍ଞା ମାନେ ସେ ତାଙ୍କ ଠାରେ ଅଛି। ଯେ ପ୍ରଚାର କରେ ସେ ନାହିଁ, ପ୍ରଚାର କରୁଛି ଶିକ୍ଷା ଦଉଛି। ଯେ ପ୍ରାର୍ଥନା କରେ ସେ ନାହିଁ, ଯେ ଉପବାସ କରେ ସେ ନାହିଁ, ଯେ ତାଙ୍କର ଆଜ୍ଞା ମାନେ। ହଁ ପ୍ରଚାର କରିବା ଦରକାର, ପ୍ରାର୍ଥନା କରିବା ଦରକାର, ଉପବାସ କରିବା ଦରକାର, ଦଶମାଂଶ ଦରକାର, ଆଉ ବାକି ଅନ୍ୟାନ୍ୟ କାମ ବି କରିବା ଦରକାର। କଣ ସେଟା? ଶତ୍ରୁକୁ ପ୍ରେମ କର, ଈଶ୍ୱରଙ୍କର ସନ୍ତାନ ହବ। ଲେଖା ଅଛି ପ୍ରତିଶୋଧ ନେବା, ପରମେଶ୍ୱର କହିଲେ ପ୍ରତିଶୋଧ ନେବା ଆମର କର୍ତ୍ତବ୍ୟ। କ୍ରୋଧ ପାଇଁ ତମେ ସ୍ଥାନ ଛାଡ଼ି ଦିଅ, ଶତ୍ରୁକୁ ପ୍ରେମ ଦେଖାଅ, ଭୋକ ପାଗ ହଉଥିଲେ ଖାଇବାକୁ ଦିଅ, ଶୋଷ ହଉଥିଲେ ପିଇବାକୁ ଦିଅ। ଦେଖ ତା ମସ୍ତକ ଉପରେ ଜ୍ୱଳନ୍ତ ଅଙ୍ଗାର ତମେ ଗଦା କର। ପ୍ରଭୁଙ୍କର ବାକ୍ୟ ଏସବୁ କହେ। ଶୟତାନ ତାର ଚାତୁରୀ ପ୍ରୟୋଗ କରୁଛି। ଆଜି ଆମମାନଙ୍କର ଜୀବନ କଣ? ଅନେକ ଧର୍ମ କର୍ମ କରିକି ଆମେ ଆସିଛୁ, ସମୟ ହେଇଗଲାଣି ଯୀଶୁଙ୍କର ତୁରୀ ବାଜିବ କୋଉ ମୁହୂର୍ତ୍ତରେ ଦେଖ ଉଠି ପାରିବାନି। ଉଠି ନ ପାରିଲେ ତାପରେ ଭୟଙ୍କର ସମୟ ଜଗତକୁ ଆସିବ। ତେଣୁ ଆମେ ବାଇବେଲ ଲେଖା ହଉଛି ଆପଣା ବିଷୟରେ ସାବଧାନ ହୁଅ। ଯେ ମନେ କରେ ଯେ ଆଉ ସେ କଣ ସ୍ଥିର ଅଛି, ସେ ସାବଧାନ ହଉ ଯେପରି ସେ ପଡ଼ିଯିବ ନାହିଁ। ତେଣୁ ଯେତେବେଳେ ଆମେ ସାବଧାନ ଜାଗ୍ରତ ହୋଇ ନିଜକୁ ପରୀକ୍ଷା ନିରୀକ୍ଷା କରି ସୁଯୋଗ ଦିଆଯାଇଛି। କେଜାଣି ଆଜି ମଧ୍ୟରାତ୍ରରେ ତୁରୀ ଶବ୍ଦ ହେଇଯିବ, ଆଉ ସକାଳ ବେଳକୁ ସବୁ ବିଷୟ ବଦଳି ଯାଇଥିବ। ଜଗତର ଚାରିଆଡୁ ପ୍ରଭୁଙ୍କ ଲୋକମାନେ ଅଦୃଶ୍ୟ ହେଇଯାଇଥିବେ। ମୁଁ ନିଶ୍ଚୟ ଜାଣୁଛି କୁଟୁରାରୁ ମଧ୍ୟ ଅଳ୍ପ ଲୋକ ହୁଅନ୍ତୁ କିମ୍ବା ବେଶୀ ଲୋକ ହୁଅନ୍ତୁ ଅଦୃଶ୍ୟ ହେଇଯିବେ।
କୋଉ ପୁରୁଷ ଲୋକ କୋଉ ସ୍ତ୍ରୀ ଲୋକ ଯିଏ ଈଶ୍ୱରଙ୍କୁ ଭୟ କରି ଚାଲୁଛି ଆଉ ବାକି ରହିବେ ସବୁ ଗିର୍ଜା ପ୍ରାର୍ଥନା କରିବା ବଡ କଷ୍ଟକର ହେଇଯିବ ସେତେବେଳେ ସୃଷ୍ଟି ଆରମ୍ଭ କେବେ ହେଇନି ହବ ନାହିଁ ଏବେ ମହାକ୍ଲେଶ ବୋଲି ବାଇବେଲ ଲେଖା ହଉଛି ତାହେଲେ ଯଦି ଆଜି 12ଟା ବେଳକୁ ଆଉ ପ୍ରଭୁଙ୍କ ଆଗମନ ହବାକୁ ଥିବ ଏବେ ସମୟ ହେଲା 7:40 4 ଘଣ୍ଟା 20 ମିନିଟ ଅଛି ଆଉ ଧରିନି ଆମକୁ କହୁଛି 12ଟା ରାତିରେ ଯଦି ପ୍ରଭୁଙ୍କର ଆଗମନ ତୁରି ଶବ୍ଦ ହବ ଯେ କଣ ସମର୍ଥ ହବ ଲେଖା ହଉଛି ଆଉ 4 ଘଣ୍ଟା 20 ମିନିଟ ମାତ୍ର ରହିଲା ସ୍ୱର୍ଗ ଯିବା ପାଇଁ ନରକ ଯିବା ପାଇଁ ପ୍ରସ୍ତୁତି ଯଦି ରାତ୍ରି 8ଟା ବେଳେ ହବାର ଅଛି ଆଜି ଆମେ ତ ଜାଣିଲୁ କେହି ସେ ସମୟ ଜାଣନ୍ତି ନାହିଁ ବୋଲି ଲେଖା ହେଲା ଖାଲି ଜାଗ୍ରତ ପ୍ରସ୍ତୁତ ରହିବ କୁହାହେଲା 8ଟା ବେଳେ ଯଦି ହବାର ଅଛି ଆଜି ରାତିରେ ଆଉ 20 ମିନିଟ ଟାଇମ ଅଛି ସେଇ ଭିତରେ ଶତ୍ରୁକୁ କ୍ଷମା ଦେଇଦେବାକୁ ହବ ମିଶିବାକୁ ହବ ଭାଇ ମୋର କିଛି ଭୁଲ ନଥିଲେ ମଧ୍ୟ ମୋର ଯାହା ଭୁଲ ଅଛି ମତେ କ୍ଷମା କରିଦିଅ କୁଣ୍ଡିକି ଧରିବାକୁ ହବ ସେ ଯଦି ନ ମାନୁଛି ଛାଡିଦିଅ ତାକୁ ସେଇ କଥା ପ୍ରଭୁ ବୁଝିବେ ତମେ ମୁକ୍ତ ହେଇଗଲ ଦେଖିଲେ ପ୍ରେଜ ଦ ଲର୍ଡ କର ହାଲେଲୁୟା କର କଥାବାର୍ତ୍ତା କର ଗିର୍ଜା ପ୍ରାର୍ଥନା ସେମିତି ହେଇପାରିବ ନାହିଁ ଏଇଟା ଅଭ୍ୟାସଗତ କାର୍ଯ୍ୟ ନାଇଁ ଶୈତାନଙ୍କ ସବୁ ଚାତୁରୀ ବିରୁଦ୍ଧରେ ଆମକୁ ଦଣ୍ଡାମାନ ହବାର ଅଛି ତ୍ୟାଗ ଆଉ ମୁଁ କଣ କହିଲି ଈଶ୍ୱରଙ୍କର ପ୍ରେମରେ ଗଡ୍ସ ଲଭରେ ଫରଗିଭନେସ୍ କ୍ଷମା ତେଣୁ ଯୀଶୁ ସେମିତି ପିତାମାନଙ୍କୁ କ୍ଷମା କର ଅନେକ ଲୋକମାନେ ଅନେକ ସମୟରେ ମଣିଷ ଭାବରେ ଆଉ ଭୁଲ ଭାଲ ହେଇଯାଉଛି କିଏ ଆମ ପ୍ରତି କରୁଛନ୍ତି ଆମେ ମଧ୍ୟ କାହା ପ୍ରତି କରୁଛୁ କିନ୍ତୁ ଅଛି ଈଶ୍ୱର ଯେପରି ଖ୍ରୀଷ୍ଟଙ୍କ ଠାରେ ତୁମମାନଙ୍କୁ କ୍ଷମା କରେ ତମେ ମଧ୍ୟ ପରସ୍ପରକୁ କ୍ଷମା କର ସବୁବେଳେ ଗୋଟେ ଜିନିଷ ଭୁଲ ରାଗ ଧରିକି ରହିପାରିବାନି ଆମେ ଆଉ ତେଣୁ ସେଟା ଆମଙ୍କର ଆବଶ୍ୟକ ଗୋଟେ ବଡ ବିଷୟ ହଉଛି ମଣ୍ଡଳୀରେ ଏଇଟା ତମାନେ ସମସ୍ତେ ଚିନ୍ତା କରିବାକୁ ହବ ପ୍ରାର୍ଥନା କରିବାକୁ ହବ ମୋର ଇଚ୍ଛା ଥିଲା ସବୁ ମଣ୍ଡଳୀରେ ବର୍ତ୍ତମାନ କରିବା ବୋଲିକି ତମେ ଆଉ ସେଟାକୁ ସିରିୟସଲି ତମାନେ ନେଉନ ବସିକି ସମସ୍ତେ ଚିନ୍ତା କର ପାଷ୍ଟରଙ୍କ ସହିତ ବସ ସମସ୍ତେ ମିଳିମିଶି ଚିନ୍ତା କର କଣ ବଡ ଉଣା ବିଷୟ ଜାଣିଛ କି ପ୍ରଭୁ ହେଇପାରୁନା ଏତେ ଗିର୍ଜା ପ୍ରାର୍ଥନା ସବୁ ଭିତରେ ଯୀଶୁ କହିଲେ ତମର ତ ଗୋଟିଏ ବିଷୟ ନା କଣ ଲାଭ ତାହେଲେ ହେଲା କଣ ଆମେ ନିଜକୁ ସିଦ୍ଧ ଯୋଗ୍ୟ କରିପାରୁନା ଅଯୋଗ୍ୟ ଭାବରେ କେ ଯଦି କରିବ ମୃତ୍ୟୁଦଣ୍ଡ ବି ପାଇବ ବୋଲି କଣ ସେଥିପାଇଁ ଡରିକି ପ୍ରଭୁ କରିବେନି ଯୋଗ୍ୟ ହବାକୁ ପଡିବ 100 ଲୋକ ଯଦି ଅଛନ୍ତି ତା ଭିତରେ 10 ଜଣ ଯୋଗ୍ୟ ଥିଲେ ସେ 10 ଜଣ ପାଇଁ କରିବାକୁ 90 ଲୋକ ଥାନ୍ତୁ ସେମିତି ସେମାନେ ଦାୟୀ ସେମାନେ ପାଇଁ ଆମେ କାହିଁ ଦାୟୀ ହଉ ମୁଁ କାହିଁ ଦାୟୀ ହେବି ପାଷ୍ଟର ହିସାବରେ ଯିଏ ଥିବେ ଡିକ୍ଲେୟାର କରିଦେବେ ରେଡି ହେଇଯାଅ ଏଇ ସପ୍ତାହରେ କିନା ଲୋକ ଜଣରେ ପ୍ରଭୁ ହବ ବେଳେ ବେଳେ ଆମର ଗିର୍ଜା ଚାଲିଥିବ କିଛି ଚିନ୍ତାଧାରା ନଥିବ ଆତ୍ମାଙ୍କର ପ୍ରେରଣା ଯେତେବେଳେ ମୁଁ ପାଇଯିବି ଆମେ ସମସ୍ତେ ହ୍ୱାଇଟ୍ ଡ୍ରେସ୍ ପିନ୍ଧିକି ଲୋକ ସଫର କରୁ ପୁରୁଷ ସ୍ତ୍ରୀ ଲୋକମାନେ ମୁଁ ଡିକ୍ଲେୟାର କରିଦିଏ ମୁଁ ଭାବିନଥିବି ଆଜି ଗିର୍ଜା ମାନେ ପ୍ରଭୁ ହବ କହିକି ଗିର୍ଜା ଚାଲିଥିବ ମୁଁ କହିବି ସମସ୍ତେ ଶୁଣ ଟିକେ ମନୋଯୋଗ କର ମୁଁ ଗୋଟେ ବିଶେଷ କଥା କହିବି ଅନେକ ରହିବେ ସମସ୍ତେ ଆଖି ତରାଡି ଆଜି ପ୍ରଭୁ ହବ ଆଉ ଆତ୍ମାଙ୍କର ଚାଳନା ଅନୁସାରେ ମୁଁ ଏଇ କଥା କହୁଛି ମୁଁ କହିପାରି ନାହିଁ ତେଣୁ ଯୋଉମାନେ ହ୍ୱାଇଟ୍ ଡ୍ରେସ୍ ପିନ୍ଧୁଛନ୍ତି ଭଲ କଥା ରୁହନ୍ତୁ ଏଠି ଆଉ ଯଦି ପିନ୍ଧି ନାହାନ୍ତି এইটু বাহারি যান তবে বাহারি যাই ঘরে পিন্ধিকি আসন্তু আপনার আসিয়া পর্যন্ত আমি গীত প্রার্থনা সবুরে চালিথিবে যে পিন্ধিতে ଯିବେ আসিবে প্রভু চালিব হঠাৎ যেহেতু হঠাৎ যিশু আসিଯିବ ମୁଁ ପ୍ରସ୍ତୁତ ନାହିଁ ପ୍ରସ୍ତୁତରେ ନଥିବ ପ୍ରତି ମୁହୂର୍ତ୍ତାମାନଙ୍କ ହେବାକୁ ପଡିବ କେତେ ବଡ କଥା ଏତେ ଆତ୍ମାରେ ପୂର୍ଣ୍ଣ ଏତେ ସବୁ ବିଷୟ ମୁଁ ମଧ୍ୟ ତମାନଙ୍କ ବିଷୟରେ ଏତେ ଉଚ୍ଚ ପ୍ରଶଂସା କରି ସବୁ କହୁଛି ତ ଭଲ କଥା ଏ ବିଷୟ ତ ନାହିଁ ନା ଯେ ଠିକ ରାସ୍ତାରେ ନାହିଁ କହିବ ସଚେତନ করে ବୁଝେଇବ ନ ବୁଝିଲେ ନାହିଁ କୌଣସି ଲୋକ ଠାରେ କମ୍ପ୍ରମାଇଜ ନାହିଁ ମୁଁ ମୋ ସ୍ତ୍ରୀ ପୁଅ ଝିଅ କୌଣସି ଲୋକକୁ ମୁଁ ଗୋଟେ ବିଷୟ କମ୍ପ୍ରମାଇଜ କରିବାକୁ ଚାହେଁ ଜଣେ ବୁଝୁନି ଜଣେ ବାଟରେ ନାହିଁ ତାକୁ ବୁଝା ନାହିଁ ଛାଡି ଦିଅ ତାକୁ ଯେ ଠିକ ଅଛ ସେ ଠିକ ଭାବରେ ଚାଲ ବାକ୍ୟର ଡାହାଣ ବାମ ଯାଇପାରିବନି ଏ କାର୍ଯ୍ୟ କାହିଁ କରୁନ ତମାନେ ବାଇବେଲ ପ୍ରଭୁଙ୍କ ବାକ୍ୟ ମାନେ କରିବା ପାଇଁ ବାଇବେଲ ଲେଖା ଯେ ବଳବାନ ଅତି ସାହସିକ ହବ ବାକ୍ୟର ଡାହାଣ ବାମକୁ ନ ଯାଇ ତାପରେ ପରମେଶ୍ୱର କରେ ଆମେ ତୁମ କଟକ ଭଳି ସହର ରହିକି ମୁଁ ଫୁଲ ପେଣ୍ଟିକଷ୍ଟାଲ ଡକ୍ଟ୍ରିନକୁ ପ୍ରେରିତ ଡକ୍ଟ୍ରିନକୁ ମୁଁ ଚଲେଇକି ରଖିଛି ସବୁ ସଭ୍ୟ ଶିକ୍ଷିତ ଆଉ ପେଣ୍ଟିକଷ୍ଟାଲ ଲୋକ ସବୁ ଚାରିଆଡେ ସବୁ ଥାଇ କଟକ ଭଳି ଜାଗାରେ ମୁଁ କରିକି ଅଛି କାହିଁ ତମେ କରିପାରୁନ ମଣ୍ଡଳୀର କେତେ ଉଣା ବିଷ ରହୁଛି ମଣ୍ଡଳୀ ହିସାବ କଣ ପ୍ରଭୁ ରଖୁନାହାନ୍ତି ସେତେବେଳେ ଲେଖା ସାଧ୍ୟ ମଣ୍ଡଳୀକୁ ଲେଖ ତୁମେ ନାମରେ ଜୀବିତ ପ୍ରକୃତରେ ମୃତ ଯଦି କେବେ କୁଟିଗୁଡା ମଣ୍ଡଳୀକୁ ଲେଖ କଣ କହିବେ ନାହିଁ ସେଦିନ ବିବାଦ କରିହବ ଯୀଶୁଙ୍କ ସହିତ କରିବାକୁ ଯୀଶୁଙ୍କ ଆଗମନ ସମୟ ନିକଟ ତାହେଲେ ଭୟ କମ ପ୍ରଭୋଜ କରିବା ଅଛି ମୋର କିଛି ଭୁଲ ଭାଲ ମୁଁ ନିଶ୍ଚୟ ସଜାଡ଼ିବି ନେବେ
ଆମେ ସଜାଡ଼ି ପାରିବା। ଜଣେ ଯଦି କଠିନ ହେଇକି ରହିବ ନାଇଁ ମୁଁ କରିବିନି, ଛାଡ଼ିଦିଅ ତାଙ୍କୁ। ଲେଖାଯିବ ଭାଇ ହେଲେ ବି ଯଦି ବୁଝୁ ନାହିଁ ନିଜେ ବୁଝାଅ, 2-3 ଜଣଙ୍କୁ ନେଇକି ବୁଝାଅ, ମଣ୍ଡଳୀ ସହିତ ବୁଝାଅ, ନହେଲେ ତାକୁ ଛାଡ଼ିଦିଅ। ସେ ବିଲାତି ପରି ହଉ ତୁମ ପାଇଁ। ମୋର ବି ଭାଇ ଭଉଣୀ ସବୁ ଅଛନ୍ତି, ଦିନେ ସମସ୍ତେ ଗୋଟିଏ ମନରେ ଚାଲୁଥିଲୁ, ସେମାନେ ଟିକେ ଆଉ ଠିକ ନାହାନ୍ତି, କଣ କରିବି? ମୁଁ କହୁଛି, ବୁଝାଉଛି, ପ୍ରାର୍ଥନା କରୁଛି, ବାକି ଆଉ ମୁଁ ଦାୟୀ ହେଇପାରିବିନି ମୋ ଭାଇ ଭଉଣୀ ମାନଙ୍କ ପାଇଁ, ମୋ ସ୍ତ୍ରୀ ପୁଅ ଝିଅ ପାଇଁ ମୁଁ ଦାୟୀ ହେଇପାରିବି ନାହିଁ। କହୁଛି, ବୁଝାଉଛି, ନହେଲେ ନାହିଁ। ମୁଁ ମୋର ସ୍ତ୍ରୀ ପୁଅ ଝିଅ ପାଇଁ ମୁଁ ଜଗତରେ କେବଳ ନାହିଁ ପାଷ୍ଟର ହେଇନାହିଁ, ଅନେକ ଅନେକ ଲୋକଙ୍କ ନିମନ୍ତେ। ଠିକ ସେପରି ଭାବରେ ଏଟା ଭିତରକୁ ନିଏ କଥା, ସିରିୟସଲି ନିଅ। ଦେଖ ତମ ମନ କଷ୍ଟ ହଉଥିବ, ମୁଁ ଟିକେ ଅନୁଯୋଗରେ କହିବି, କିନ୍ତୁ ଯୀଶୁ ଯୋଉଦିନ କହିବେ ବା ଧରିବେ ସେଦିନ ସହିପାରିବନି। ତମେ ସେ କର୍ମାନୁସାରେ ନିହାତି ପ୍ରତିଫଳ ଦେବେ। ସମସ୍ୟାଟା କେମିତି ଆସିବ ସମ୍ଭାଳି ପାରିବ ନାହିଁ ତମେ। ବାଇବେଲ ଲେଖା ହଉଛି ଆହ୍ୱାନର ଯୋଗ୍ୟ ଆଚରଣ କରିବାକୁ ହବ। ବିଶ୍ୱାସୀ ଭଳି ରହିବ, ଆଉ ପ୍ରାଚୀନ ଭଳି ରହିବାକୁ ହବ, ପାଳକ ଭାବରେ ରହିବାକୁ ହବ। ସମସ୍ତେ ନିଜର କର୍ତ୍ତବ୍ୟ କରିବାକୁ ହବ। ଈଶ୍ୱରଙ୍କର ପ୍ରେମ ଆଉ ଲେଖା ହଉଛି ଅଧିକାଂଶ ଲୋକଙ୍କର ପ୍ରେମ ଶୀତଳ ହବ ଏଇ ଶେଷ ସମୟ। ତେଣୁ ଈଶ୍ୱରଙ୍କର ପ୍ରେମରେ ଗଡ୍ସ ଲଭ୍, ଈଶ୍ୱର ଯେପରି ପ୍ରେମ କଲେ ଜଗତକୁ, ସେ କଣ ନିଜର ପୁତ୍ରଙ୍କୁ ଦେଲେ। ଏତେ ବଡ ତ୍ୟାଗ, ତାଙ୍କ ପୁତ୍ରଙ୍କୁ ନିଷ୍କୃଷ୍ଟକୁ ମାରି ଦିଆହଉଛି, ପ୍ରାଣରେ ମରା ହଉଛି, କୃଷରେ ମରା ହଉଛି। ଈଶ୍ୱର ନିଜେ ଦେଖୁଛନ୍ତି ସେ ସବୁ କରିପାରନ୍ତି, ଅସଂଖ୍ୟ ସ୍ୱର୍ଗଦୂତ ମାନେ ଅଛନ୍ତି, କଣ ନ କରିପାରନ୍ତେ ସେଦିନ। ଏଇଟା କଣ ପାଇଁ ଲେଖା ହଉଛି? ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ, ତାଙ୍କର ପ୍ରେମ ଦେଖିଲେ ଆମକୁ ସେମିତି କରିବାକୁ, ତାହେଲେ ଶୈତାନ ଲଜ୍ଜିତ। ଆମେ ଲେଖାଇଛି ମୋର୍ ଦାନ କଙ୍କର ଜୟକାରୀ ଠାରୁ ଶ୍ରେଷ୍ଠ ସେ ବଡ ପରାକ୍ରମରେ ଧରା ଧରି କଷା କଷି ହେଇକି କାହାକୁ ଆଉ କାହାର ପ୍ରାଣନାଶ କରି ସେଇଠି ନାହିଁ। ଆମର ଯୁଦ୍ଧର ଅସ୍ତ୍ର ଶସ୍ତ୍ର ଶାରୀରିକ ନୁହେଁ, ମାତ୍ର ଦୃଢ ଗୋଟେ ଭୂମିସାତ କରିବା ପାଇଁ ଈଶ୍ୱରଙ୍କ ଦୃଷ୍ଟିରେ ଶକ୍ତି ଯୁକ୍ତ ଅଟେ ଲେଖାଉଛି। ଆଉ ପ୍ରଭୁଙ୍କ ଧନ୍ୟବାଦ, ସେ ତ୍ୟାଗ, ସେ କ୍ଷମା, ପରସ୍ପରକୁ ଆମକୁ କ୍ଷମା କରିଦେବାକୁ। କିଏ ଭୁଲ କରୁଥିଲେ ଯଦି ଜଣେ ନ କରୁଛି ସେ କଥା ସେ ବୁଝିବ, ମାତ୍ର ଆମେ ମୁକ୍ତ ହେଇଯିବା। ମଣିଷ ଜୀବନରେ ଅନେକ ଛୋଟ ବଡ ଭୁଲ ତ ରହୁଛି, ନିଶ୍ଚୟ ସବୁବେଳେ ରହିପାରିବେନି, ରଖିପାରିବେନି। ଲେଖା ହେଇଛି ବାଇବେଲରେ, ସବୁ କଥା ବାଇବେଲ କହୁଛି। ତମାନେ ପଢିଛ, ଶୁଣିଛ, ଜାଣିଛ, ମନେ ପକେଇ ଦଉଛି। କ୍ରୋଧ ଯଦି କରୁଛ, ଆଉ ସୂର୍ଯ୍ୟାସ୍ତ ପୂର୍ବରୁ, ସୂର୍ଯ୍ୟ ଉଦୟ ହେଇକି ସୂର୍ଯ୍ୟାସ୍ତ ପୂର୍ବରୁ କ୍ରୋଧକୁ ଛାଡି ଦିଅ। ଲେଖା ହଉଛି ସୂର୍ଯ୍ୟାସ୍ତ ପୂର୍ବରୁ କ୍ରୋଧକୁ ଛାଡି ଦିଅ। ମନୁଷ୍ୟର କ୍ରୋଧ ଈଶ୍ୱରଙ୍କର ଗ୍ରାହ୍ୟ ଧାର୍ମିକତା ସାଧନ କରିପାରେ ନାହିଁ। ପ୍ରଭୁଙ୍କ ଲୋକମାନଙ୍କର ପ୍ରକୃତି, ସ୍ୱଭାବ, ଆଚରଣ ସବୁ ଭିନ୍ନ ହେବାକୁ ପଡିବ। ଯେମିତି ଯୀଶୁ ଖ୍ରୀଷ୍ଟ ଆମକୁ ସେପରି ହେବାକୁ ପଡିବ। ଏମିତି ହେଲେ ଯୀଶୁଙ୍କ ଆଗମନ ପାଇଁ ଆମେ ପ୍ରସ୍ତୁତ ହବା, ଅନେକଙ୍କୁ ପ୍ରସ୍ତୁତ କରିପାରିବା। ତ୍ୟାଗ, କ୍ଷମା, ଆଉ କଣ କହିଲି? ତୃତୀୟ ବିଷୟ, ଈଶ୍ୱରଙ୍କ ପ୍ରେମରେ ଗୁଡ୍ ୱାର୍କସ୍, ଉତ୍ତମ କର୍ମ। ଲେଖା ହେଇଛି ଯୀଶୁ 10:38 ଈଶ୍ୱର ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ଆତ୍ମା ଶକ୍ତିର ଅଭିଷେକ ଦେଲେ, ପବିତ୍ର ଆତ୍ମାଙ୍କର ଅଭିଷେକ ଦେଲେ, ଶକ୍ତିର ଅଭିଷେକ ଦେଲେ। କଣ ପାଇଁ? ସେ ଯେପରି ଉତ୍ତମ କର୍ମ କରି ଚାରିଆଡେ ବୁଲିବେ, କଣ? ରୋଗୀ ମାନଙ୍କୁ ସୁସ୍ଥ କରିବାକୁ, ଭୂତଗ୍ରସ୍ତ ମାନଙ୍କର ଭୂତ ଛଡେଇବାକୁ, ସୁସମାଚାର ପ୍ରଚାର କରିବାକୁ, এই ଉତ୍ତମ କର୍ମ ଆମକୁ କରିବାକୁ। ଈଶ୍ୱରଙ୍କର ପ୍ରେମରେ ଈଶ୍ୱର ତାଙ୍କର ପୁତ୍ରଙ୍କୁ ଏଥିପାଇଁ ପଠାଇଲେ ଜଗତକୁ, ଯାଅ ସତ୍କର୍ମ କର, ସୁସମାଚାର ଘୋଷଣା କରିଦିଅ, ସତ୍ୟ ବାକ୍ୟ କୁହ, ରୋଗୀ ମାନଙ୍କୁ ସୁସ୍ଥ କର, ଭୂତଗ୍ରସ୍ତ ମାନଙ୍କର ଭୂତ ଛଡାଅ, ମୃତ ମାନଙ୍କୁ ଉଠାଅ। ଆଉ ଯୀଶୁ ତାଙ୍କ ଶିଷ୍ୟ ମାନଙ୍କୁ ମଧ୍ୟ ସେପରି ଆଜ୍ଞା ଦେଇ କଲେ, ଯାଅ ଭୂତଗ୍ରସ୍ତ ମାନଙ୍କର ଭୂତ ଛଡାଅ, ରୋଗୀ ମାନଙ୍କୁ ସୁସ୍ଥ କର, କୁଷ୍ଠୀ ମାନଙ୍କୁ ଶୁଚି କର, ମୃତ ମାନଙ୍କୁ ତୁମେ ଉଠାଅ, ସୁସମାଚାର ପ୍ରଚାର କର, ବିନା ମୂଲ୍ୟରେ ପାଇଛ, ବିନା ମୂଲ୍ୟରେ ଦାନ କର। ଆଉ ଲେଖା ହେଇଛି ସତ୍କର୍ମ କରିବାକୁ ଆମେ କ୍ଳାନ୍ତ ନ ହଉ, ତାହେଲେ ଉପଯୁକ୍ତ ସମୟରେ ଶସ୍ୟ କାଟିବା। ସେଦିନ କର୍ଣ୍ଣିଲିୟଙ୍କୁ ଦୂତ ଦର୍ଶନ ଦେଇ କହିଲେ, କର୍ଣ୍ଣିଲିୟ, ତୁମର ପ୍ରାର୍ଥନା, ତୁମର ଦାନ ସବୁ ଉତ୍ତମ କର୍ମ ଉର୍ଦ୍ଧ୍ୱରେ ଈଶ୍ୱରଙ୍କ ଛାମୁକୁ ଉଠିଛି ସ୍ମରଣଥକ ବଳି ସ୍ୱରୂପେ। ଏବେ ବି ତ ଉପନାମ ପ୍ରାପ୍ତ ସିମୋନଙ୍କୁ ଡକେଇକି ଆଣ। ଖବର ତାର ଆଡ୍ରେସ ଦେଇ କହିଲେ, ସେ ଯୋଉ ବାକ୍ୟ କଲେ ତମେ ତମ ପରିବାର ପରିତ୍ରାଣ ପାଇବ। ପିତରଙ୍କୁ ପ୍ରଭୁ କଥା କହି ପଠେଇଲେ, ସେ ଆସି କଥା କହୁ ସମସ୍ତେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଲେ। କଣ ପାଇଁ? ଏ ଜଣେ ପ୍ରଚାରକ ନାହିଁ, ଏଇଟା ଗିର୍ଜା ଘର ନାହିଁ, ସେ ଜଣେ ସରକାରୀ କର୍ମଚାରୀ। ତାଙ୍କ ଘରେ ଏତେ ବଡ କାର୍ଯ୍ୟ, କାହିଁକି? ଦାନ କ୍ରିୟାରେ ସେ ପୂର୍ଣ୍ଣ ଥିଲେ। ତାବିଥା କଥା ବାଇବେଲ ଲେଖା, ସେ ଯେତେବେଳେ ସେ ମଧ୍ୟ ଅନେକ ଦାନ କ୍ରିୟାରେ ସେ ପୂର୍ଣ୍ଣ ଥିଲା। ଜଣେ ଭକ୍ତା ମରିଗଲା ହଠାତ୍, ତାକୁ ଶିଷ୍ୟମାନେ ସବୁ ପିତର ନିକଟରେ ଥିବା ତାଙ୍କୁ ଡକେଇ ପଠିଲା, ଆସ ଟିକେ ଦେଖ
ये बहुत दान क्रिया करिछि बहुत भलो स्त्री लोकटा ये आम लुगा पड़ा सब बने दे सब देखी से कांदे किंतर समस्त बाहर करदे से बखरा भितर रही आंटी के प्रार्थना करी कहले सब आड़ को बुली पड़ी ताबिथा उठ उठीगला तार दान क्रियाटा केमती रक्षा कला सब शरीर पर दान कले दान दिया लिखा तेणु यहीपरि भाव में आमको प्रेम करने को हम ईश्वर प्रेम गॉड्स लव ईश्वर जमी प्रेम कले जीशु जमी प्रेम कले आमको सेमती प्रेम करने मन रख से तीनटा कथा कह त्याग रही जीवन खाली पाइबा पाइबा मु धनी भी बड़ लोक भी सुख भी ना ना सेटा ना प्रभु जदि दौरान ठीक कथा आ तार सद्व्यवहार करने द्वितीय क्षमा मनुष्य जीवन में भूल भाल सब रही शत्रु मान क्षमा करने को ईश्वर जपरी ख्रीष्टन क्षमा करे आउपरी स्टीफान को पत्थर पकई मार्थिया समय हे प्रभु ये पाप मान विरुद्ध गणना करना मोर आत्मा ग्रहण कर ये आदर्श जीवन एटा मो दरकार सत्कर्म लगी रहा अन्य मान उपकार करने को प्रार्थना करी रोगी सुस्थ हे भूत छाड़ समस्यार समाधान जीशु नाना आश्चर्य कर्म कर शिक्षा प्रचार कला हजार हजार लोक मैंने खाइबा पीवा से दौले आश्चर्य कर्म करी यहीपरि भाव में सत्कर्म आम करने को ईश्वर प्रेम आम देखा ईश्वर संतान भाव में आम परिचय रीशु कहले नूतन आज्ञा मुझे तुमको दूसरी कौन परस्पर को तुम्हें जे मोर शिष्य ये समस्त कारण आम प्रार्थना कर दान पाई अनेक किसी उत्तम कर्म कर आज गोटे जिन जोटा कि बाइबल अनुसार यहाँ खाली तुम ना मो खाली कोटी मन पानी से कट चारिआड़ को लिखाई बाइबल रे अधिकांश लोकंकर प्रेम शिथिल हो कहीं आम ठारे शिथिल हम एत वर्ष है परिवर्तन है गाँव केत वर्ष हो परिवर्तन गाँव 37 वर्ष ए गाँव परिवर्तन हो प्रकार भाव तुम तो छोटे पिला तो जापर ना ख्रीस्टियन रक्त बहुची से जानी ना से हिंदू समर से सिस्टम कौन बड़ मैंने सीना जानवे कौ टाइप कौन से सब परिवर्तन बदली एत प्रभुंर सेवा कार्य कर आगे तो भिन्न प्रकार भाव में होता मोड़ी आसला बेले एटा पूरा सामियाना फाना पकईकी लाइट फाइट सब डेकोरेशन करके रास्ता मत सब पाछड़ी सब आणुल एत भाव में सब कर लोक मैंने आसी एत सब मीटिंग होता सब कर प्रभु ताक मन पकाउछन्ति काली जो कहते जीशु कांदिले कहीकि तो कांदुथिबे प्रभु जदि आम स्वर्ग राज्य जीवाई योग्य हवा ना कांदिबेनि प्रभु एते माने सब मो पई करछन्ति केमिति मो मान को नरक पकईबी ये पारिबेनि मात्र वाक्य को अन्यथा करि पारिबे नाही से विचार तो प्रभु कहबे नरक जीवाकू पड़ियो किंतु जीशु चाहुनांति नहीं नहीं ए लोक माने बदली गले जोड़ी शैतान सेवा जीवित ईश्वर सेवा कले एत परिश्रम से उद्योग होती केमिति मो मान को छाड़ी नहीं से स्वर्ग ग्रहण करने चाहते से प्रस्तुत चाहते आसाम प्रस्तुत हो धन्यवाद को प्रस्तुत करें शेष गोटे कथा कहूँ शेष करवा ये जो प्रेम ईश्वर प्रेम एटा एत सहज मिलना सेटा केमिति मिल पवित्र आत्मा द्वारा मिल समस्त लोकों सबू ख्रीस्टियन मान समस्त मानव जाति रोमियो 5 पर्व 5 पदर लिखाई पवित्र आत्मा द्वारा ईश्वर प्रेम आम हृदय परिव्याप्त होकर रहे पवित्र आत्मा प्रभु दियंती ईश्वर प्रेम से प्रेम अच्छी आम मोर ये कथा कई मन नष्ट कर प्रभु जाकू प्रेम करती शासन करती प्रहार भी करती से देखा तुम ठारे मोर कहार अर्थ ना जे तुम ईश्वर प्रेम ना अच्छी यथेष्ट भाव में अच्छी यथेष्ट भाव ईश्वर प्रेम अच्छे सब दिन गिर्जा प्रार्थना कर दान दशमांश मत बहुत सम्मान देकी मोर आवश्यकता पूर्ण कर बहुत किसी प्रभुर कार्य जीवन में परिवर्तन आछि गोटे व्हाइट ड्रेस गोटे ठीक गोटे कला टोपाटी रही परिष्कार देखा जो से भाया कौन सी गोटे दीटा कथा आम क्लीन कर पवित्र आत्मा दान प्रभु देइछन्ति तेणुक तुमने आज मो कथा कान डेरिकी शुणुच तुम भितर परिवर्तन आसुची मु जानुची तुम निजक नम्र कर निज दोष दुर्बलता भी देखी पारुच
पवित्र आत्मा कौन कर आम दुर्बलतार साहाय्य कर पवित्र आत्मा पूर्ण हेले ईश्वर प्रेम आज मुझे एत भाव में सब कहूँ एत कथा कहीं प्रथम पवित्र आत्मा पूर्ण हेली आउ सब पवित्र आत्मा परिपूर्ण जीवन काटिया चाहूँगी तेणु समस्त पवित्र आत्मा परिपूर्ण हवा निहाती आवश्यक तार ईश्वर प्रेम आम ठारे देखा आम त्याग कर क्षमा दे पार सत्कर्म निविष्ट हो पार तेणिकी प्रभु मोर कहबार अर्थ एडा नहीं जे आमे सब एमती पड़िका का भिकारी होइके गरीब होइके तार अर्थ नहीं प्रभुंकर समय पहुंचले प्रभु सब कार्य को सुंदर करी करंती बोले लिखा अछि आउ से उपदेश 3 पर 11 पद से प्रत्येक विषय को तार समय सहित करंती से समय पहुंचाइले किछि करंती मो अधिक कहूनी अनेक कथा कहि गली प्रभु आशीर्वाद करंतु मो पई मध्य प्रार्थना करियो आज तो 3 दिन सब मंडली को जीवा को अछि तेणु बेसम मो कंटिन्यू करिया को चाहू नै मो तो चाहूची सोमवार एटू बाहरी जीवा को आउ समस्ते प्रेम करती मते आम मंडली सब मध्य प्रेम कर किंतु तमानकर प्रेम कौन कौ भाषा कहि सेटा श्रेष्ठ बा प्रचुर आउ तम प्रेम आगे मो प्रेमटा किछि नै बहुत उणा पड़ी मु यथेष्ट तम प्रेम पाइछि आ संभव होइछि कोन पाई पवित्र आत्मा द्वारा पवित्र आत्मा दृष्टि प्रभु देइछि पवित्र आत्मा ग्रहण कर पवित्र आत्मा भलरे परिपूर्ण हो ये वाक्यटा तुमको अमृत परि लागियो मीठा रहियो मते आसे तमे कुंडेइबो करियो बहुत धन्यवाद ए वाक्य पई आखि खोली देलो तमे कोन करियार छै काम सांसन परि कोन करिया पछि झाड़ी जुड़ी सॉरी प्रभु क्षमा कर मोरी भूले गेल अंठाल के हाथ मते क्षमा कर यीशु रक्त रे धोई दे अंतर भीतर कले क्लीन हे गेलो क्लीन आ कुछ पवित्र आत्मा प्रत्येक को परिपूर्ण हवा को तेणुक शेष समय कौन कर प्रभु समस्त प्राणी आत्मा ढालुन जो मैंने पवित्र आत्मा पाइछ भल आत्मा पूर्ण भल आत्मा पूर्ण तप्त परवास यथेष्ट देख पर मुहूर्त तुम माइंड चेंज क्या प्रति राग को तो रही पार ना पवित्र आत्मा कार्य प्रभु से खुशी हे प्रभु ग्रहण करेंगे प्रभु राज्य जीशु आगमन आमको प्रस्तुत होगा पड़ो जो मैंने पवित्र आत्मा पाइन पाइबा यथासाध्य चेष्टा कर आउ अल्प टिके समय 10 मिनिट बा कौन भितर आमर सभा कार्य शेष हो अनेक मध्य ऑनलाइन अच्छा लोक मैंने जोग दौरान भल कथा जो मैंने ऑनलाइन अच्छा वाक्य समस्त निमंते जो मैंने ऑनलाइन जो मैंने ऑफलाइन समस्त निमंते वाक्य ईश्वर प्रेम प्रत्येक को दरकार से पवित्र आत्मा निहाती दरकार पवित्र आत्मा जिते बाइबल पढ़ो शुणव कि मानि पारनी आत्मा आम दुर्बलतार साहाय्य कारण जीशु कहले पवित्र आत्मा तुम ऊपर अवतीर्ण हेले तुम्हें शक्ति प्राप्त हो हालेलुया प्रभु वाक्य पालन करने शक्ति आम पाइपर शत्रु को प्रेम करने निमंते शक्ति पाइपर शैतान को जय करने निमंते शक्ति पाइपर न से शक्ति तो मिल ना तेनाली चेष्टा कर समस्ते पिला माने तमाने भी टिके मनोयोग कर बस तो धीर स्थिर भाव भल कथा है आज खाली बसले हम ना गीत गाइले हम हसब ना गिर्जारे जमा हसब ना बेकार कांदा बाइबल देखा भय कंपर सभा करेंगे जमा हसबनी कथबार्ता कर बड़ लगिगला बुझापी चेष्टा कर आखि बंद कर जो गीत बोला ठिया समस्ते गाँव गीत कौन से आखि बंद कर प्रभुटार समर्पण बहुत भल प्रभु दर्शन मिल मत पवित्र आत्मा पूर्ण कर प्रभु अनेक सब पाई यहाँ के भूल ना खाली गिर्जा प्रार्थना गीत बाजाले चलनी पवित्र आत्मा पाइबा प्रभाषा कहवा प्रकृत धर्म जीवन से समस्त चेष्टा कर समस्त आत्मा वृष्टि कर प्रभु कहते तेणु एवं आउ 10 मिनट विषय समय भितर आम लीला शेष करवा ठिया हवा ये समय आमर जसन भाई से गोटे भल गीत लीड कर समस्त उत्तप्त ठिया हाथ ताली मारिक बाजा फाजा सहित अल्प समय डाल हवानी कहीं समस्त आखिर हाँ ठिया ठिया से गोटे भल गीत लीड करेंगे से समस्ते पवित्र आत्मा पूर्ण हाँपाई चेष्टा समस्त आखि बंद करवा कथबार्ता ना से गीत अनुसार आम गीत गाऊ प्रभुटार समर्पण कर प्रभु आम संगे कथा आम किसी भूल थी पाप थी वाक्य बाहर में प्रभुठारे समर्पण करदे आमर पाप स्वीकार कले से क्षमा कर विश्वस्त न्यायवान जीशु रक्त आम सब पाप परिष्कार कर लिखा तेणु ये परिष्कार ईश्वर संतान हबार
से अधिकार नहीं कि आमे जीवा पवित्र आत्मा को शक्ति पाई जीवा आमे बदली जीवा जे ख्रीष्ट में बसी नूतन सुखे परिणत होइछि पुरातन में सब लोक होइछि सब नूतन होइछि समस्त आखि बंद करी आमे सीरियसली रहिबा अल्प केतरा पिला माने तमे तो पाठ पढुछ ना 6 7 कौन सब गुडा गलनी कथा बुझिया ପାଇଁ चेष्टा करो कथाबार्ता करनी कहूछि ना तुम जनक पई लोक माने सब डिस्ट्रैक्ट होइछि भलो नै सेटा स्कूल रे बसी पढिया समय कोन कथाबार्ता करूछ डिस्टर्ब लंच क्वालिटी आ टीचर आछे बेत धरि की मारिबे तेणु सेमती नहीं बड़ हो बुझिलनि प्रार्थना कर तुमको भी पवित्र आत्मा दरकार प्रभु जीशु मोर पाप क्षमा कर मत पवित्र आत्मा रे पूर्ण परभाषा मत कहवा आवश्यक अछि सेतले प्रभु जानते तू आत्मा वृष्टि प्रभु देवे आत्मा रे पूर्ण हवा जोडी प्रभु का आत्मा से सही आपे आपे रोग सुस्थ हो जीवो समस्या गुडा समाधान हो जीवो शैतान रो कार्य सब विनाश हो उदारबानी खाराबा शाकाराबानी खाराबांदा समस्त मुख खोली आस्ते आस्ते परभाषा को आरंभ करिबा आ जासन भाई गीत लीड करिवे बाजा बजे की आत्मा रे उत्तप्त होके अल्प समय पाए प्रार्थना करिके हालेलुया प्रेज द लॉर्ड आराधना में छुटकारा आराधना में सच्चाई आराधना में छुटकारा
Hallelujah. Praise the Lord. ସମସ୍ତେ ଆମକୁ ପକାନ୍ତୁ ସେଇଠି ଆଇକରି ସମସ୍ତେ ଆମକୁ ପକାନ୍ତୁ ନିଜ ନିଜ ସ୍ଥାନରେ ସମସ୍ତେ ଆମକୁ ପକାନ୍ତୁ Hallelujah. Praise the Lord. Thank you, Jesus. তোমাদের ପାଖରେ ଅଛନ୍ତି ଠିଆ ହେଇଥିବା ଲୋକମାନଙ୍କୁ କହିଦିଅନ୍ତୁ ସେମାନେ ଆମକୁ ପକେଇବେ Hallelujah. Praise the Lord. प्रभु तुम नाम को धन्यवाद करूछु आज रे समय पाई ए सुयोग पाई राजू पका समझते हालेलुया प्रेज द लॉर्ड इधर वाली खारवा शकल प्रभु तुम्हें जानो हमें निजो जेतिकी जानो काट तुम्हें अफ्रीका मानते मनीष भाई मते सदा प्रवचन जणे लोक मध्ये मंडळी जणे लोक मध्ये कुंजुवा भाग साइरे विनष्ट होतो मोर इच्छा नाही आज तुम्हारा आगमन समस्त सुजी करना शुरू हो जेबल तुमको भेटिले जतो कामने तुम्हारा सेवा करछो ऑनलाइन रे अछंती ऑफलाइन रे अछंती जणे के विनष्ट होतो मोर इच्छा नाही जीसु का आगमन आज हमको प्रस्तुत हवा को तुमको भेटे के प्रस्तुत हवा को मैं चाहूंगा सुंदर धन्यवाद को इस सुयोग अनेकों को मिली नहीं मात्र हमको तुम्हें धरो प्रभु एदि में तुम्हारा धन्यवाद करछि पूरा वर्ष खला के जाने यीशु का आगमन शीघ्र हवार थियो 6 वर्ष पर आशा करे ए मार्च मास 26 पर मोर आशा थिला मात्र मते पूरा कृत करी आज जदि हम प्रस्तुत न हो यीशु का आगमन हे जीवो ताले आ परस्पर सहित आमे साक्षात करि पारिबो नै प्रभु को लोक मान अदृश्य हे जाइतिले जगत रो ए वाक्य के धन्य भाव जहां मानकर पाप भूल प्रभु तुम्हें क्षमा करो निश्चय माने परीक्षा करे जानि पारिबो ईश्वर को प्रेम रो माने केते नाम छु अनुग्रह करे मन को क्षमा करो प्रभु यीशु को पवित्र रक्त रे धोई दियो शैतान रो पराक्रम नष्ट आज शैतान लज्जित होई छै निश्चय सत्य वाक्य तुम्हें करी कामने करू विशेष करी प्रत्येक को पवित्र आत्मा रे पूर्ण ब्रह्म होले ईश्वर को प्रेम रे माने परस्पर को प्रेम करी पारिबो नै शत्रु को भी प्रेम करी पारिबो नै जगत को तो प्रेम करिवा कथा नाही प्रभु निद्रा को प्रेम करी पारिबो नै आमान को प्रत्येक जोड़ी प्रभु तुम्हारा आत्मा छड़े स्वाधीनता प्रत्येक निज निज आत्मा स्वाधीन हो रोग स्वाधीन हो दुख चिंता समस्या अभाव स्वाधीन हो मुक्त हो यीशु के नाम रे आश्चर्य कर्म मान हो आश्चर्य कर्म मान हो विशेष करी प्रत्येक को पवित्र आत्मा रे पूर्ण करो प्रत्येक को पवित्र आत्मा रे पूर्ण करो ये अंचल रे ए ग्राम को तुम्हें मनोनीत करो थैंक यू जीसस गुजरात को मनोनीत करो अंधकार को तुम्हारा आश्चर्य आलोक करो तुम्हें उदार वर्षा खाना एते वर्ष प्रभु आउ से 37 वर्ष ऊर्ध्व सह पास्टर सैमसन कुमार पाल का नेतृत्व रे आउ ई मंडली सभा कार्य में परिचालित होई छै प्रभु तुम्हारा नाम प्रत्येक हृदय शैतान चातुर्य तुम्हें समान रक्षा कर पूरा वर्षा पूरा त्रमणी खरब शकल रबानी दारा उपस्थित प्रत्येक को दया सबने सत्य ज्ञात तो से सत्य समान मुक्त सुनियो बोली धन्यवाद अनेक काम ପାଇଁ प्रार्थना କରୁଛୁ କଟକରେ ମଣ୍ଡଳରେ ବିଭିନ୍ନ ଆଡେ ଲୋକ ମାନେ ମଧ୍ୟ ଦେଖୁଛନ୍ତି ସଭା କାର୍ଯ୍ୟ ଅନେକ କାମ ପାଇଁ ପ୍ରାର୍ଥନା କରୁଛନ୍ତି ଖାଲି ପ୍ରାର୍ଥନା କରୁନାହାନ୍ତି ବିଭିନ୍ନ ପ୍ରକାର ଭାବରେ ଦାନ ଦଶମାଂଶ ଇତ୍ୟାଦି ପ୍ରକାର ଭାବରେ ଲୋକ ମାନେ ସାହାଯ୍ୟ ସହାନୁଭୂତି ସହଯୋଗ କରୁଛନ୍ତି ସମାଜକୁ ଆସିବା ସେମାନେ ବି ଆମମାନଙ୍କର ମଣ୍ଡଳୀ ଗୁଡ଼ିକର ପ୍ରାର୍ଥନା ଚାହାନ୍ତି କାରଣ ସେମାନେ ଜାଣନ୍ତି ସେମାନେ ଖୁବ୍ ଆତ୍ମାରେ ପୂର୍ଣ୍ଣ ଲୋକମାନେ ଆଉ ବହୁତ ପ୍ରାର୍ଥନାରେ ବିଶ୍ୱାସରେ କାମୁଆ ଲୋକମାନେ ତେଣୁ ଜଣେ ଭଉଣୀ ଆଉ ସେ ଶଯ୍ୟାଗତ ଅବସ୍ଥାରେ ସେ କୁନା ଭାଇଙ୍କର ଆଉ ସେ ସ୍ତ୍ରୀ ସେ ଲତା ସିଷ୍ଟର ସେ କହିଲେ ମୁଁ ଏତେ ଅସୁସ୍ଥ ଦୁର୍ବଳ ହେଇକି ପଡିଛି ମୁଁ ଉଠି ପାରୁନି ମତେ ପାଷ୍ଟର नहीं जाओ से कुटीरारे मते पकेई दियो से माने प्रार्थना करे मो भलो नि जी हालेलुया प्रेज तनो से केते दिन रो कथा हठात मोर मन को आसीला से भौणी कर विश्वास अनुसार ताको प्रति करू हालेलुया द नेम ऑफ जीसस पूरा वर्षा खाना दे आके प्रत्येक धन्यवाद करू प्रभु ए ग्रामवासी समस्त प्रत्येक परिवार को दया कर समान को मधुर ईश्वर को प्रेम दियो
ସେମାନେ ଯେପରି ପ୍ରଭୁ ପୂର୍ବ ପ୍ରେମକୁ ସ୍ମରଣ କରି ପୂର୍ବ କର୍ମକୁ ମନେ ପକେଇବେ କେମିତି ସବୁ ଗୋଟିଏ ଲୋକ ପରି ତୁମର ସେବା କରୁଥିଲେ ଅନେକ ପ୍ରଭୁ ହୁଏତ କିଛି ବନ୍ଧନରେ ଅଛନ୍ତି ସେ ବନ୍ଧନରୁ ସେମାନଙ୍କୁ ମୁକ୍ତ ଆଜି ରାତିରେ କଥା ଆଉ ଥରେ ସେମାନେ ସମସ୍ତେ ଗୋଟିଏ ଲୋକ ପରି ତୁମର କାର୍ଯ୍ୟ ଯାହାର ଯେକୌଣସି ସମସ୍ୟା ଭାବ ରୋଗ ଦୁଃଖ ସବୁ ନିକଟରେ ଥିବା ଆଉ ସେଇ ସାହି ଗୁଡାର ଅନ୍ୟ ସାହି ଗୁଡିକ ପ୍ରତି ମଧ୍ୟ ତୁମେ ଅନୁଗ୍ରହ କର ଚତୁଃପାର୍ଶ୍ୱ ଗ୍ରାମ ଗୁଡାକୁ ତୁମେ ଦୟା ଆଉ ଏ ସବୁ ଅନ୍ଧକାର ଅଞ୍ଚଳରେ ଏଗୁଡା ଗ୍ରାମକୁ ତୁମେ ଗୋଟିଏ ଆଉ ଜ୍ୟୋତି ପରି ତୁମେ କରିଛ ପ୍ରଭୁ ତୁମ ନାମର ଧନ୍ୟବାଦ ବିଶେଷ କରି ଏହି ସ୍ଥାନରେ ଉପସ୍ଥିତ ଯେ କେହି ଯେକୌଣସି ରୋଗ ବ୍ୟାଧି ଶତ୍ରୁ ଶୈତାନର କାର୍ଯ୍ୟରେ କଷ୍ଟ ଭୋଗୁଛନ୍ତି ଯୀଶୁଙ୍କ ନାମରେ ମୁକ୍ତ ହୋଇଯାଆନ୍ତୁ ସେମାନେ ହାଲେଲୁୟା ପ୍ରେଜ୍ ପୁରା ବର୍ଷା ଖାଲା ରବାନି ଖାଅ ସେ ସଲୋମୀର କଷ୍ଟ ସବୁ ତା ଠାରୁ ଚାଲି ଯାଉ ଆଉ ଯୀଶୁଙ୍କ ନାମରେ ସେ ସୁସ୍ଥ ହଉ ସେ ଓଡ଼ିଶା ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହେଇଯାଉ ମୁକ୍ତ ହେଇଯାଉ ଆଉ ସଲୋମନ ସମ୍ପୂର୍ଣ୍ଣ ସୁସ୍ଥ ମୁକ୍ତ ହଉ ଏବଂ ଭାସ୍କର ଭାଇ ତାଙ୍କର ସେ ଗୋଡ଼ର କଷ୍ଟ ପେଟର କଷ୍ଟ ଦେନ ସମସ୍ୟାରୁ ସେ ସୁସ୍ଥ ମୁକ୍ତ ହୁଅନ୍ତୁ ଆଉ ସେ ଚିନ୍ତା ତାର ସେ ରୋଗ ବ୍ୟାଧିରୁ ସମ୍ପୂର୍ଣ୍ଣ ସୁସ୍ଥ ମୁକ୍ତ ହଉ ଆଉ ଯୋଉମାନେ ଅସୁସ୍ଥ ପୀଡ଼ିତ ସେମାନେ ମଧ୍ୟ ସୁସ୍ଥ ମୁକ୍ତ ହୁଅନ୍ତୁ ଆଶୀର୍ବାଦ କର ହାଲେଲୁୟା ପ୍ରେଜ୍ ଦ ଲର୍ଡ ପ୍ରଶଂସା ଗୌରବ ଯୁଗେ ଯୁଗେ ତୁମରି ନିକଟରେ କେଇ ଜଣେ ଲୋକ ଗୋଟେ ଧମକ ଭଳି ଆଉ ଗୋଟେ ବିଜାତୀୟ ଲୋକ ହେଇଥିବ ସେଟା କିଛି ନାହିଁ ହେଲେ ମଧ୍ୟ ସେ ଯାସନ ଭାଇଙ୍କୁ ସେ ଧମକ କରି ଯୋଉ କଥା କହିଛି ପ୍ରଭୁ ଆମର ଇଚ୍ଛା ସେ ତାର ଭୁଲ ବୁଝିବ ବଦଳିଯିବ ଉଦ୍ଧାର ପାଇବ ଯଦି ନ ହୁଏ ତୁମର ହସ୍ତ ତା ପ୍ରତି ଭାରି ହବ ମାତ୍ର ଯାସନର କୌଣସି ପ୍ରକାର କ୍ଷତି ହବ ପ୍ରତ୍ୟେକ ଅନୁଗ୍ରହ ଏବଂ ଆଶୀର୍ବାଦ ପାଷ୍ଟର ସାମସନକୁ 2 ଗୁଣ ଅଭିଷେକ ପ୍ରଦାନ ପୂର୍ବାପେକ୍ଷା ଅଧିକ ଭାବରେ ଆମର ମଣ୍ଡଳୀ ସମକୁ ତୁମେ ଦୟା କର ସମ୍ଭବ ହେଲେ ଆସନ୍ତାକାଲି ଭାରତ ମାନେ ଆସି ଆଉ ସେମାନେ ସ୍ଥିର କରିବେ କୋଉ ମଣ୍ଡଳୀକୁ କେବେ ଯିବାକୁ କୋଉଠି କେତେ ଦିନ ରହିକି ଯେମିତି ବିଳମ୍ବ କରିବେ ନାହିଁ କାରଣ ମତେ ନିଶ୍ଚୟ ଆଉ ଅଧିକ ବିଳମ୍ବ ନ କରି କାର୍ଯ୍ୟ ସମାପ୍ତ କରି ମତେ ଫେରିଯିବାକୁ ପ୍ରଭୁ ତୁମେ ଆମକୁ ଦୟା କର ତୁମର ଶାନ୍ତି ଅନୁଗ୍ରହ ସମସ୍ତଙ୍କର ସବୁ ଶୁଣିଲ ଧନ୍ୟବାଦ ନିତ୍ୟ ଜୀବିତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା କରୁଛି ଏଥିରେ ପିତା ଈଶ୍ୱରଙ୍କର ପ୍ରେମ ପ୍ରଭୁ ଶ୍ରୀକୃଷ୍ଣଙ୍କର ଅନୁଗ୍ରହ ପବିତ୍ରାତ୍ମାଙ୍କର ସହଭାଗିତା ପ୍ରଭୁ ଶ୍ରୀକୃଷ୍ଣଙ୍କର ଗୌରବ ପୁନରାଗମନ ପର୍ଯ୍ୟନ୍ତ ଆମ ପ୍ରତ୍ୟେକଙ୍କର ସହବର୍ତ୍ତୀ ହୁଅନ୍ତୁ ଜୟ ଈଶ୍ୱର ମସିକି ଜୟ ଈଶ୍ୱର ମସିକି ଜୟ ଈଶ୍ୱର ମସିକି ହାଲେଲୁୟା 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 ପ୍ରେଜ୍ ଦ ଲର୍ଡ ପ୍ରେଜ୍ ଦ ଲର୍ଡ ପ୍ରେଜ୍ ଦ ଲର୍ଡ ପ୍ରେଜ୍ ଦ ଲର୍ଡ